गुड मॉर्निंग स्टूडेंट्स। ଆମେ ଆଜି ୟୁନିଟ୍ 2 ଷ୍ଟାର୍ଟ କରିବା। ଆମର ନେକ୍ସଟ ପୂର୍ବ ତିନିଟା କ୍ଲାସରେ ଆମେ ୟୁନିଟ୍ 1 ଦେଖି ଦେଇଥିଲେ। ଆଜି ୟୁନିଟ୍ 2 ଷ୍ଟାର୍ଟ କରିବା। ଆମେ ୟୁନିଟ୍ 2 ରେ ପଢିବା। ଆମେ ପ୍ରଥମ ପ୍ରୋସେସ ରେ ଦେଖିଲେ ଆମର କେମିତି ଟ୍ରାଏଲ ବାଲାନ୍ସ ପାଇଁ ସବୁ କଣ କଣ ଷ୍ଟେପ ନଉଛେ। Okay, ତାପରେ ପ୍ରଫିଟ ଆଣ୍ଡ ଲସ୍ ବନେଇବା କେମିତି କେମିତି ବାଲାନ୍ସ ସିଟ୍ ଟ୍ରାକ୍ କରିବା। ତ ୟୁନିଟ୍ 2 ରେ ଆମେ ସେଇଟା କେମିତି ଟ୍ରାଏଲ ବାଲାନ୍ସ ଟା କେମିତି ପ୍ରିପେୟାର ହବା ସେଇଟା ଆମେ ଦେଖିବା। ତା ପୂର୍ବରୁ ଆମେ ଆକାଉଣ୍ଟିଂ ର କିଛି ଟର୍ମୋଲୋଜି ଅଛି ସେ ସବୁ ବୁଝିବା। ସେଇଟାକୁ ନେଇକି ବୁଝି ସାରିଲା ପରେ ଆମେ ଟ୍ରାଏଲ ବାଲାନ୍ସ କି ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ବାଲାନ୍ସ ସିଟ୍ ଡ୍ରାଫ୍ଟ କରିପାରିବା। ଓକେ, ବେସିକ ଟର୍ମୋଲୋଜିସ୍ ଅଫ ଆକାଉଣ୍ଟିଂ। ଫାର୍ଷ୍ଟ ଆସିଲା ବିଜନେସ ଟ୍ରାଞ୍ଜାକ୍ସନ କଣ, ଆମେ ୱାନ୍ ବାଇ ୱାନ୍ ପଢିବା। ମୁଁ ଖାଲି ଗୋଟେ ସର୍ଟରେ କହିଦଉଛି। ଫାର୍ଷ୍ଟ ଆସିଲା ବିଜନେସ ଟ୍ରାଞ୍ଜାକ୍ସନ, ତାପରେ ଆସେଟ ଲାଇବିଲିଟି, କ୍ୟାପିଟାଲ ପ୍ରୋପାଇଟର, ଡ୍ରଇଂସ୍, ରେଭିନ୍ୟू ଏକ୍ସପେନ୍ସେସ୍, ପ୍ରଫିଟ ଲସେସ୍ ଆଣ୍ଡ ପରଚେजेस। ତାପରେ ଆହୁରି ବି ଅଛି ପରଚେଜ ରିଟର୍ନ କଣ, ସେଲ୍ସ, ସେଲ୍ସ ରିଟର୍ନ, ଷ୍ଟକ୍, ଡେଟର ଆଣ୍ଡ କ୍ରେଡିଟର। ଆମେ ବି ୱାନ୍ ବାଇ ୱାନ୍ ଏଟା ଏ ଟର୍ମୋଲୋଜି ସବୁ ବୁଝିବା। ଫାର୍ଷ୍ଟ ଆସିଲା बिजनेस ट्रांजैक्शन। बिजनेस ट्रांजैक्शन में कौन कौची, इट इज ए फाइनेंशियल ट्रांजैक्शन और एन economic event expressed in terms of money which brings in a change in the financial position of an enterprise. It involves transfer and exchange of goods or services such as purchase, sale of goods and services, wages paid to worker, rent paid, dividend received, lending and borrowing of money। ଏଇଟା କଣ କହୁଛି ବିଜନେସ ଟ୍ରାଞ୍ଜାକ୍ସନ ମାନେ କଣ ହଉଛି, ଦେଖ ଟ୍ରାଞ୍ଜାକ୍ସନ ମିନ୍ସ କଣ, ଗୋଟେ ଟ୍ରେଡିଂ କରିବା ମିନ୍ସ କିଛି ନେଣ ଦେଣ ଯୋଉଟା ଆମେ କହୁଛେ ସେଇଟା। ଓକେ, ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ କଣ କହୁଛି, ଆମର କିଛି ମନିଟାରୀ ଟର୍ମ ରେ କିଛି ଟ୍ରାଞ୍ଜାକ୍ସନ ହବ, ଯେମିତି କି ସେଲ ହଉ କି ପରଚେଜ ହଉ। ଦେଖ ମୁଁ ସେଲ କଲି କିଛି ଜିନିଷ, ତ ସେଲ କଲେ ମୋ ପ୍ରଡକ୍ଟ ଟା ଯାଉଛି, ମୁଁ ତାକୁ ସେଲ କରୁଛି, ଆଉ ମୋ ପାଖକୁ କଣ ଆସୁଛି, ଇନ ରିଟର୍ନ ପଇସା ଆସୁଛି, ମନି ଆସୁଛି। ତ ଏଠି କଣ ହେଲା, ମନିଟାରୀ ଟ୍ରାଞ୍ଜାକ୍ସନ ହେଲା, ଗୋଟେ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ। ମନିଟାରୀ ଟ୍ରାଞ୍ଜାକ୍ସନ କୁ ଆମେ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ କହୁଛେ। ଓକେ, ଯେମିତି ପରଚେଜ କିଛି ଜିନିଷ କଲେ, ତ ଆମେ ଆମ ପାଖକୁ କିଛି ଜିନିଷ ଷ୍ଟକ୍ ଆସିଲା, ଆଉ ଆମେ କଣ କଲେ କିଛି ପେମେଣ୍ଟ କଲେ, ତ ଆମ ପାଖକୁ କଣ ଏଠି ପଇସାଟା ଆଉଟଫ୍ଲୋ ହେଲା। ଏଠି ବି ସେଇ ମନିଟାରୀ ଟ୍ରାଞ୍ଜାକ୍ସନ ହେଲା କି ଆମର ଯୋଉମାନେ ୱାର୍କର ଅଛନ୍ତି ସେମାନେ ଆମକୁ ସର୍ଭିସ ଦେଲେ, ତାଙ୍କର ସେମାନେ କାମ କଲେ, ଆମେ ତାଙ୍କୁ ସେଥିପାଇଁ ତାଙ୍କୁ ପେମେଣ୍ଟ କଲେ, କିଛି ଆମେ ତାଙ୍କୁ ୱେଜେସ୍ ଆକାରରେ ପଇସା ଗୁଡା ଦେଲେ, ତ ଆମେ କଣ ଆମ ପାଖକୁ କଣ ହେଲା, କ୍ୟାଶ ଟା ପୁଣି ଆଉଟଫ୍ଲୋ ହେଲା। ତ ଏଇଠି ବି ପଇସା ଟ୍ରାଞ୍ଜାକ୍ସନ ହେଲା। ତ ବିଜନେସ ଟ୍ରାଞ୍ଜାକ୍ସନ ମିନ୍ସ ମନି ଟ୍ରାଞ୍ଜାକ୍ସନ, ଯୋଉଟା ମନି ଯୋଉଟା ଟ୍ରାନ୍ସଫର ହୁଏ। ଓକେ, ଏକ୍ସଚେଞ୍ଜ ଆଉ ମନି, ମନି କେତେବେଳେ ଏକ୍ସଚେଞ୍ଜ ହଉଛି କେତେବେଳେ ଟ୍ରାନ୍ସଫର ହଉଛି, ଆଉ କଣ ପାଇଁ ହଉଛି ନା ଗୁଡ୍ ସର୍ଭିସ ପାଇଁ। କି ଯେତେବେଳେ ଆମେ କିଛି ଗୁଡ୍ସ କିଣୁଛେ କି ଦଉଛେ, କି କିଏ ଆମକୁ ସର୍ଭିସ ଦଉଛି, ୱାର୍କର ମାନେ ଆମକୁ ସର୍ଭିସ ଦଉଛନ୍ତି ଆଉ ଆମେ ତାଙ୍କୁ ପଇସା ପେ କରୁଛେ, ତ ଏଇଟା ଆମ ପାଇଁ କଣ ଗୋଟେ ମନିଟାରୀ ଟ୍ରାଞ୍ଜାକ୍ସନ ହେଇଗଲା। ତ କି ଯେତେବେଳେ ଆମେ କିଛି ଘର ଭଡା ନେଇକି ଆମେ ବିଜନେସ ଚଲେଇଛେ, ତ ଘର ଭଡା ଦଉଛେ, ରେଣ୍ଟ ଦଉଛେ, ସେ କେସରେ ବି ମନିଟାରୀ ଟ୍ରାଞ୍ଜାକ୍ସନ ହେଲା। କୋଉ ଜାଗାରେ କି କୋଉ କମ୍ପାନୀରେ ଆମେ ସେୟାର କିଣିଛେ, ଇନଭେଷ୍ଟ କରିଛେ ମନି, ତ ସେଠୁ ଡିଭିଡେଣ୍ଡ ଆକାରରେ ଯୋଉ ପଇସାଟା ଆସିଲା, ସେଇଟା ବି ଆମର ଗୋଟେ ଇନକମ୍, ୱାନ୍ ଟାଇପ ଅଫ ଇନକମ୍। ସେଥିରେ ବି ଯୋଉଟା କଣ ହେଲା, ପଇସାଟା ଇନଫ୍ଲୋ ହେଲା, ଆମ ପାଖକୁ ପଇସା ଆସିଲା। ଏଥିରେ ମନିଟାରୀ ଟ୍ରାଞ୍ଜାକ୍ସନ ହଉଛି କି କୋଉଠୁ ଆମେ ପଇସା ଆମେ ଲେଣ୍ଡିଙ୍ଗ କରୁଛେ କି ବରୋଇଂ କରୁଛେ, କାହାଠୁ ଧାର ଆଣୁଛେ କି କାହାକୁ ଋଣ ଦଉଛେ, ସେ କେସରେ ବି ମନିଟାରୀ ଟ୍ରାଞ୍ଜାକ୍ସନ। ତ ବିଜନେସ ଟ୍ରାଞ୍ଜାକ୍ସନ ବେସିକାଲି ଯୋଉଟା ଆମର ମନି ମନି ଏକ୍ସଚେଞ୍ଜ ହୁଏ କି ଟ୍ରାନ୍ସଫର ହୁଏ। ଓକେ, ଫାଇନାନ୍ସିଆଲ ପୋଜିଶନ କହୁଛି କଣ, ଦେଖ ହ୍ୱିଚ୍ ବ୍ରିଙ୍ଗସ୍ ଇନ୍ ଏ ଚେଞ୍ଜ ଇନ୍ ଦ ଫାଇନାନ୍ସିଆଲ ପୋଜିଶନ। ଏଠି କଣ ହଉଛି, ଆମ ପାଖରେ ପଇସାଟା ଯାଉଛି, ତ ଆମର ଫାଇନାନ୍ସ ବ୍ୟାଙ୍କର ଯୋଉ ପୋଜିଶନ ଟା ଚେଞ୍ଜ ହଉଛି, କି ପଇସାଟା ଆସିଲେ ବ୍ୟାଙ୍କରେ ପଇସା ପଡି ଯାଉଛି, ତ ପୋଜିଶନ ଟା ଚେଞ୍ଜ ହଉଛି। ତ ବିଜନେସ ଟ୍ରାଞ୍ଜାକ୍ସନ ବେସିକାଲି ଆମର ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ବା ଇକୋନୋମିକ ଇଭେଣ୍ଟ ଯୋଉ ସବୁ ଏକ୍ସପ୍ରେସ ହୁଏ ସେଇଟା କହୁଛି। ତାପରେ ଆସିଲା କ୍ୟାପିଟାଲ। କ୍ୟାପିଟାଲ ମାନେ ଯୋଉଟା ଓନର ମାନେ ଯୋଉ ପଇସାଟା ଆଣିକି ଇନଭେଷ୍ଟ କରିଥାନ୍ତି ଫାଷ୍ଟ ବିଜନେସ ଷ୍ଟାର୍ଟ କରିବା ପାଇଁ, ସେଇଟା ଆମର କ୍ୟାପିଟାଲ। କି ସେମାନେ ଫର୍ଦର ବି ଇନଭେଷ୍ଟ କରନ୍ତି, ବଟ୍ ଇନିସିଆଲି ପ୍ରୋପାଇଟର ମାନେ ଯୋଉ ପଇସାଟା ଦେଇକି ଯାହା
ଯୋଉ ପଇସାର ମୂଳଧୁଆ ହିଁ ଆମର ବିଜନେସ ଟା ଷ୍ଟାଣ୍ଡ କରେ, ସେଇଟା ହେଲା ଆମର କ୍ୟାପିଟାଲ। ତାହେଲେ ପଢିବା, it is the amount invested by the proprietor in case of proprietorship business and by the partners in case of partnership business into the business। କଣ ହଉଛି, ଯେତେବେଳେ ଜଣେ ସିଙ୍ଗଲ ମ୍ୟାନ ପର୍ସନ ଥିବ, ଯୋଉ ପ୍ରୋପାଇଟର ଥିବ, ତ ସେ ଜଣେ ହିଁ ପଇସା ତାର ସବୁ ଖର୍ଚ୍ଚ କରୁଥିବ। ସେ କେସ ରେ କଣ ହେଲା, ପ୍ରୋପାଇଟର ଯୋଉ ପଇସାଟା ଇନଭେଷ୍ଟ କରିବ, ତାର ସେଟା ପ୍ରୋପାଇଟର କ୍ୟାପିଟାଲ ସେଇଟା। ଆଉ ଯେତେବେଳେ ଗୋଟେ ପାର୍ଟନରସିପ ଫାର୍ମ ଅଛି, ସେଥିରେ ଫାର୍ମରେ କଣ ହଉଛି, ଯୋଉମାନେ ସବୁ ଆମର ପାର୍ଟନର ମାନେ, ସେମାନେ କିଛି ପଇସା ଆଣିଲେ ସେଇଠୁ ଷ୍ଟାର୍ଟିଂ କରିବେ ବିଜନେସ। ତ ସେ ଯୋଉ ପାର୍ଟନରସିପ ବିଜନେସ ଯୋଉ ପଇସାଟା ବ୍ରିଙ୍ଗ କରିକି ଆଣିବେ ସେମାନେ, ନିଜେ ନିଜେ ଯାହାର ଭାଗ ଯଦି ଦେବେ, ତ ସେଇଟା ସେମାନଙ୍କ ପାଇଁ କ୍ୟାପିଟାଲ। ଓକେ, if the business earns profit of proprietor or partners invest additional amount, the amount of capital increases in the business। ଯେତେବେଳେ ଆମେ କିଛି ପ୍ରଫିଟ ଅର୍ନ କଲେ, ତ ପ୍ରଫିଟ ଅର୍ନ କଲେ କାହା ପାଖକୁ ଯିବ, ଯୋଉମାନେ ଆମର ଓନର, ଯୋଉମାନେ ଆମର ପ୍ରୋପାଇଟର କି ପାର୍ଟନର୍ସ ମାନେ ଯୋଉ ଅଛନ୍ତି ପାର୍ଟନରସିପ ଫାର୍ମ ର, ତ ପଇସା ଯେତେବେଳେ ଇନକମ ହବ, ସେଟା ସେ ପଇସାଟା ତ କାହାକୁ ଯିବ, ସେମାନଙ୍କ ପାଇଁ। ପ୍ରଫିଟ ଟା ସେମାନଙ୍କର, କାରଣ ସେମାନେ ହିଁ ମେନ୍ ରିଜନ କି ସେମାନେ କେମିତି ପ୍ରଫିଟ ଅର୍ନ କରିବେ। ତ ସେ ଯୋଉ ପ୍ରଫିଟ ଆସିବ, ଆମେ ଏଟା କଣ କରିବା, ତାଙ୍କ କ୍ୟାପିଟାଲରେ ଆଡ କରିଦବା। କି ଯଦି ଫର୍ଦର କିଛି ସେମାନେ ଆଜି ଲକ୍ଷ ଲକ୍ଷ ଟଙ୍କା ଏ ବର୍ଷ ଦେଇଛନ୍ତି, ଆର ବର୍ଷକୁ ସେମାନେ ଆହୁରି ବିଜନେସ କୁ ଏକ୍ସପାଣ୍ଡ କରିବାକୁ ଚାହୁଁଛନ୍ତି, ତ ସେମାନେ ଆହୁରି କ୍ୟାପିଟାଲ ଆଣିବାକୁ ଚାହୁଁଛନ୍ତି ଲକ୍ଷେ ଟଙ୍କା ଲେଖା, ତ ସେମାନେ ସେତେବେଳେ ବି ଆଣିପାରିବେ। ସେତେବେଳେ ଆମର ଇନକ୍ରିଜ ହବ, ଆମର କ୍ୟାପିଟାଲ ଟା ଇନକ୍ରିଜ ହବ। On the other hand, if the business incurs losses or amount is withdrawn, the amount of capital decreases। ଏଠି କଣ ହଉଛି, ଦେଖ ଯେତେବେଳେ ଆମର ପ୍ରଫିଟ ହବ, ଆମେ ତାଙ୍କୁ କ୍ୟାପିଟାଲ ଆଡ କରିଦବା କି ସେମାନେ ଏତିକି ଟଙ୍କା ପାଇବାର ଅଛି। ଆଉ ଯେତେବେଳେ ଲସ୍ ହେଲା, ତ କଣ ହବ, ତାଙ୍କ କ୍ୟାପିଟାଲରୁ ସେତିକି ଆମାଉଣ୍ଟ ଆମେ ଲେସ୍ କରିବା, ମାନେ କମେଇଦବା ତାଙ୍କ କ୍ୟାପିଟାଲକୁ। ଲସ୍ ହେଲା ତ ଯେତେବେଳେ ଓନର ହିଁ, ଦେଖ ଯଦି ଜଣେ ଓନର ଯେତେବେଳେ ପ୍ରଫିଟ ପାଇଁ କିଛି ଷ୍ଟେପ ନଉଛି, ତ ଯେତେବେଳେ ଲସ୍ ହେଲା, ଲସ୍ କୁ ବି ତାକୁ ହିଁ ବିୟର କରିବାକୁ ପଡିବ। ତ ତା କ୍ୟାପିଟାଲରୁ ଆମେ ଲସ୍ ଟାକୁ ମାଇନସ କରିଦବା। ଆଉ ଗୋଟେ କଣ ଡିକ୍ରିଜ କରିବ ତାକୁ, ତାପରେ ସେ କିଛି ତାର କ୍ୟାପିଟାଲ ଅଛି ଲକ୍ଷେ ଟଙ୍କା ୱିଡ୍ର କରିଛି, ତାର ଏମର୍ଜେନ୍ସି କିଛି ପଇସା ଦରକାର ହେଲା, ତ ସେ 50,000 ୱିଡ୍ର କରିଦେଲା। ଓକେ, ତାକୁ ଆମେ ଡ୍ରଇଂସ୍ କହୁଛେ। ଆପରେ ଗୋଟେ ଟର୍ମ ଅଛି ଡ୍ରଇଂସ୍, ଯୋଉଟା ପ୍ରୋପାଇଟର ଯିଏ କି ଓନର ତାର ନିଜ କ୍ୟାପିଟାଲରୁ କିଛି ପଇସା ୱିଡ୍ର କରେ, ତାକୁ ଆମେ ଡ୍ରଇଂସ୍ କହୁଛେ। ତ ସେ କେସରେ ବି ତା କ୍ୟାପିଟାଲ କମିଗଲା, ତ ଏଇ ଦିଟା କେସରେ କ୍ୟାପିଟାଲ ଡିକ୍ରିଜ ହବ। ଓକେ, ତାପରେ ଆସିଲା capital is also known as owner's equity or net worth, which is computed as excess of asset over liability as follows। ଏଇଟା କଣ କହୁଛି, ଦେଖ କ୍ୟାପିଟାଲ ଟା କଣ ଆକ୍ଚୁଆଲି, ଓନର୍ସ ର ଇକ୍ୱିଟି, ଓନର ର ଯୋଉ ନିଜର ଭାଗଟାକୁ ଆମେ କ୍ୟାପିଟାଲ କହୁଛେ। ତ ସେଇଟା କଣ ହେଇପାରିବ, ଓନର ଇକ୍ୱିଟି ହେଇପାରିବ କି ନେଟ୍ ୱର୍ଥ ହେଇପାରିବ, ଓନର ନେଟ୍ ୱର୍ଥ ସେତିକି। ଆଉ ଏଇଟା ଆଉ ଗୋଟେ ଥ୍ରୋରେ ବି କମ୍ପ୍ୟୁଟ କରିପାରିବ, କେମିତି ନା କ୍ୟାପିଟାଲ ଇଜ ଇକ୍ୱାଲ ଟୁ ଆସେଟ ମାଇନସ ଲାଇବିଲିଟି। ଟୋଟାଲ ଆସେଟ ରୁ ଟୋଟାଲ ଲାଇବିଲିଟି ମାଇନସ କଲା ପରେ ଯାହା ରହିବ, ସେଇଟା ହିଁ ଆମର ଇକ୍ୱିଟି, ମିନ୍ସ କ୍ୟାପିଟାଲଟା। ଓକେ, ତାପରେ ଆସିଲା ଆସେଟ। କଣ ଦେଖ, ଆସେଟ କଣ କହୁଛି, ଆସେଟ ମିନ୍ସ କଣ, ସମ୍ପତ୍ତି। ଆମ ବିଜନେସ ର ଯାହା ଗୋଟେ ସମ୍ପତ୍ତି, ସେଇଟା ଆମର ଆସେଟ, ଯୋଉଟା କି ଆମକୁ ଫ୍ୟୁଚରରେ ବେନିଫିଟ ଦିଏ। ଓକେ, ସେଇଟା ବି ମେ ବି ଲଙ୍ଗ ଟର୍ମ ହେଇପାରେ, ସର୍ଟ ଟର୍ମ ହେଇପାରେ, ଯୋଉଟା ଆମକୁ ମାନେ ବେନିଫିଟ ଦିଏ, ସେଇଟା ଆମର ସମ୍ପତ୍ତି ଗୋଟେ ଟାଇପ ର, ସେଇଟା ହେଲା ଆସେଟ। These are the properties owned by the business which are used to carry out the business operation and earn operating revenue for the business। ଏଥିରେ କଣ ହଉଛି, ଆମର ଯାହା ବି ବିଜନେସ ଯାହା ବି ଅପରେସନ ହଉଛି, ତାକୁ କିଏ କ୍ୟାରି କରୁଛି, ଆସେଟ। ଲାଇକ ଦେଖ ମେସିନାରୀ, ଆମ ବିଜନେସ ରେ ଯୋଉ ଯୋଉ ଜିନିଷଟା କି ଆମେ ପ୍ରଡକ୍ସନ କରିବାକୁ ଚାହୁଁଛେ, କାହା ପାଇଁ ହଉଥିବ, ଯୋଉ ପ୍ଲାଣ୍ଟ ଆଣ୍ଡ ମେସିନାରୀ ଆମ ବିଜନେସ ରେ ଥିବ, କି ଫର୍ଣ୍ଣିଚର ଯାହା ବି ଥିବ, ତାକୁ ସବୁ ୟୁଜ କରିକି ଆମେ ଅପରେସନ ଚଲେଇଛେ। ଆଉ ପ୍ରଫିଟ ଆମେ ରେଭିନ୍ୟୁ ପ୍ରଫିଟ ଆମେ କଣ କରୁଛେ, ରେଭିନ୍ୟୁ ବା ପ୍ରଫିଟ ଆମେ ଇଅର୍ନ କରୁଛେ। ତ ସେଇ କେସରେ ତାକୁ ସବୁ କ୍ୟାରି କିଏ କରୁଛି, ନା ଆମର ଆସେଟ କ୍ୟାରି କରୁଛି। ଆସେଟ ଥ୍ରୋରେ ହିଁ ଆମେ ବିଜନେସ ର ସବୁ ଅପରେସନ ସବୁ କରିପାରୁଛେ। ତାପରେ ଇଟ କ୍ୟାନ୍ ବି କ୍ଲାସିଫାଏଡ ଇନଟୁ ନନ୍ କରେଣ୍ଟ ଆଣ୍ଡ ନନ୍ କରେଣ୍ଟ, କରେଣ୍ଟ ଆଉ ଫିକ୍ସড ଆସେଟ। କଣ ହଉଛି, ଦେଖ ନନ୍ କରେଣ୍ଟ ମିନ୍ସ ଯୋଉଟା ସାଙ୍ଗେ ସାଙ୍ଗେ ଲିକ୍ୱିଡିଟିରେ ମାନେ କ୍ୟାଶ ଯେ ଆମର କନଭର୍ଟ ହେଇପାରେନି, ଲଙ୍ଗ ଟର୍ମ ବେନିଫିଟ ଯୋଉଟା ଦିଏ, ସେଟା ହେଲା ଆମର ନନ୍ କରେଣ୍ଟ। କରେଣ୍ଟ ମିନ୍ସ ଯୋଉଟା 1 ଇୟର ଭିତରେ ଆମର ରାଇଟ୍ ଅଫ୍ ହେଇଯାଏ, କି ଆମର 1 ଇୟର ଭିତରେ ଆମେ ତାକୁ ୟୁଜ କରିଦିଏ। ଓକେ, କି ଯୋଉଟା ସାଙ୍ଗେ ସାଙ୍ଗେ ଲିକ୍ୱିଡିଟି ହେଇପାରିବ, କ୍ୟାଶ ରେ କନଭର୍ଟ ହେଇପାରିବ। ତାପରେ ଆସିଲା ଆମର ଫିକ୍ଟିସିୟସ୍ ଆସେଟ। ଫିକ୍ଟିସିୟସ୍ ଆସେଟ କଣ କହୁଛି, ଯାହାର କିଛି ମନିଟାରୀ ଭ୍ୟାଲୁ ନଥାଏ। କଣ ଦେଖ, ବିଜନେସ ଯେତେବେଳେ କିଛି ଷ୍ଟାର୍ଟ କରୁଛ, ତ ବିଜନେସ ଷ୍ଟାର୍ଟ ପୂର୍ବରୁ ତମେ କିଛି ପ୍ରୋସେସ ରେ କିଛି ଖର୍ଚ୍ଚ କରିଥିବ। ଓକେ, ତ ସେଇଟା କେତେବେଳେ ବୁକ୍ କରିବ, ଯେତେବେଳେ କି ତମେ ସେଇଟା କଣ କରିବ, ସେଇ ଲଙ୍ଗ ଟର୍ମ ଆମାଉଣ୍ଟ ଟା ତାକୁ କିଛି ବର୍ଷରେ ତାକୁ ସେଟଅପ୍ କରିବ। ମାନେ ଆମର ତ ମାକ୍ସିମମ୍ 5 ଇୟର ଭିତରେ ତାକୁ ସେଟଅପ୍ ହେଇଯାଏ। ବିଜନେସ ଟା ଷ୍ଟାର୍ଟ ପୂର୍ବରୁ ତମେ 50,000 ଖର୍ଚ୍ଚ କରିଛ, କିନ୍ତୁ ଯେତେବେଳେ ବିଜନେସ ଆମେ କଣ ପଢିଥିଲେ, ଯୋଉ ବର୍ଷର ଖର୍ଚ୍ଚ ସେଇ ବର୍ଷରେ ଆମେ ରେକର୍ଡ କରିବା, ଯୋଉ ବର୍ଷ ଖର୍ଚ୍ଚ ହଉଛି। ତ ଆମକୁ ଏଠି କଣ ହେଇଗଲା ଦେଖ, ମୁଁ କହୁଛି
ଏଇଟା ତ ବିଜନେସ ଷ୍ଟାର୍ଟ ହେଇନି, ତା ପୂର୍ବର ଖର୍ଚ୍ଚଟା ଆମେ କେମିତି ବୁକ୍ କରିବା? ତ ଯେତିକି ଆମର ମାନେ ପ୍ରୋଭିଜନ ଥିବ କି ଆମେ କେତିକି ବର୍ଷ ପର୍ଯ୍ୟନ୍ତ ତାକୁ ସେଟଅପ୍ କରିବା, ତ ତାକୁ ଆମେ ଆସେଟ ଭାବେ ଟ୍ରିଟ୍ କରିବା କି ଏଇଟା ବିଜନେସ ଗୋଟେ ଆସେଟ, ଆଉ ପ୍ରତିବର୍ଷ ତାକୁ ସେତିକି ସେତିକି ଆମାଉଣ୍ଟ ଯେତିକି ଆମର ସେଟଅପ୍ ମାନେ 50,000 5 ବର୍ଷ ସେଟଅପ୍ କରିବା, ତ ଏ ବର୍ଷ 10,000, ତାପରେ 10,000, ତ 10,000 ଲେଖା ଆମେ ପ୍ରଫିଟ ଆଣ୍ଡ ଲସ୍ ରେ ବୁକ୍ କରିଦବା। କିନ୍ତୁ ଟିଲ୍ ଏଇଟା ଜିରୋ ହବା ପର୍ଯ୍ୟନ୍ତ ଆମେ ତାକୁ ଆସେଟ ଭାବେ ରେକର୍ଡ କରିବା, କିନ୍ତୁ ତାର ମନିଟାରୀ ଭ୍ୟାଲୁ ହିଁ କିଛି ନାହିଁ। ବଟ୍ ଆମକୁ ରେକର୍ଡ କରିବାକୁ ପଡିବ, ବିକଜ ଏଇଟା ଆମର ଗୋଟେ ପ୍ରଥମରୁ ଏଇଟା ଖର୍ଚ୍ଚ ହେଇକି ଆସିଛି। ଏଇଟା ହେଲା ଫିକ୍ଟିସିୟସ୍ ଆସେଟ। ତାପରେ ଆସିଲା ଲାଇବିଲିଟି। ଦେଖ, ଆସେଟ ଯଦି ସମ୍ପତ୍ତି ହବ ତ ଲାଇବିଲିଟି ଅବଭିୟସଲି ଆମ ପାଇଁ ଋଣ। ଯୋଉ ବି ବାହାର ଲୋକ ଆମ ବିଜନେସ ରେ ଇନଭେଷ୍ଟ କରିଥିବେ, ତ ଆମେ ତାଙ୍କୁ କିଛି ପଇସା, ସେମାନେ ସବୁ ଇନଭେଷ୍ଟ କରିଥିବେ, ତ ଆମେ ତାଙ୍କୁ ଇନ ରିଟର୍ନ ସେମାନେ କିଛି ପାଇବା ଆଶାରେ କରିଥିବେ, ତ ଆମେ ତାକୁ ରିଟର୍ନ ବି କରିବା, ରିପେମେଣ୍ଟ ହବ। ତ ଆମ ପାଇଁ ଏଇଟା ଗୋଟେ ୱାନ୍ ଟାଇପ ଅଫ ଋଣ। ଓକେ, ଇଟ ରେଫର୍ସ ଟୁ ଦ ଫାଇନାନ୍ସିଆଲ ଅବ୍ଲିଗେସନ ଅର ଡେପ୍ଟ which a business owes to others। ବିଜନେସ ଯାହାଠୁ ଓଜ୍ କରିଥିବ, ମିନ୍ସ ଯାହାଠୁ ଋଣ ଆଣିଥିବ, ଓକେ, ଏଇଟା ଗୋଟେ ବିଜନେସ ଗୋଟେ ଫାଇନାନ୍ସିଆଲ ଅବ୍ଲିଗେସନ, କି ସେ ପେମେଣ୍ଟ ସେଟା କରିବାକୁ ତାକୁ ପଡିବ। ଦ୍ୟାଟ ଇଜ ଆମାଉଣ୍ଟ, that is amount business is liable, ମାନେ ଏଇ ଯୋଉ ଲାଇବିଲିଟି ଯୋଉ ଆମାଉଣ୍ଟ ଆସିଥାଏ ସେଟା କଣ ହଉଛି, ବିଜନେସ ଇଜ ଲାଇବଲ ଟୁ ପେ ଅଦର୍ସ ସଚ as loans from bank, other personal persons or creditor for goods supply। ଦେଖ, ଆମେ ତ ବ୍ୟାଙ୍କରେ ଲୋନ ନଉଛେ, ତାକୁ ଆମେ ରିପେମେଣ୍ଟ କରିବା, ତ ସେଇଟା ବି ଆମ ପାଇଁ ଗୋଟେ ଲାଇବିଲିଟି, କି ଆମ ପାଇଁ ଗୋଟେ ଓବ୍ଲିଗେସନ ରହିଲା, ହଁ ଆମକୁ ରିପେମେଣ୍ଟ ମାସକୁ ମାସ ସବୁ ମାସରେ ଠିକ ଠିକ ଭାବେ କରିବାର ଅଛି, ଯେହେତୁ ଆମକୁ ସିଏ ଲୋନ ପ୍ରୋଭାଇଡ କରୁଛି, ତ ଆମ ପାଇଁ ଏଇଟା ଗୋଟେ ଲାଇବିଲିଟି। ଆଉ ଯୋଉମାନେ ଆସିଥିଲେ କି ଆଉ କାହା କୋଉମାନେ ସବୁ ଇନଭେଷ୍ଟ କରିଛନ୍ତି ଅଦର ପର୍ସନ ମାନେ, କି ଡାଇରେକ୍ଟର ଦେଇଛନ୍ତି, ତ ସେମାନଙ୍କର ବି ସେଇଟା କଣ ହଉଛି, ସେମାନଙ୍କର ବି ସେମିତି ଗୋଟେ ହଉଛି, ସେମାନଙ୍କର ବି ଆମ ପାଇଁ ଲାଇବିଲିଟି, ସେମାନଙ୍କୁ ଦବା, ରିପେମେଣ୍ଟ କରିବା। ତାପରେ ଆସିଲା କ୍ରେଡିଟର। ଦେଖ, ଆମେ ଜଣଙ୍କଠୁ ଜିନିଷ କିଣିଛେ, 1,00,000 ଟଙ୍କା ଜିନିଷ କିଣିଛେ, ଆମେ ତାକୁ 20,000 ଦେଇଛେ, ତ ଆଉ ଯୋଉ 80,000 ଟା ସେଇଟା ତ ସେ ପାଇବ ନା, ତ ସିଏ କଣ ହେଲା, ସିଏ ବି ଆମ ପାଇଁ ଗୋଟେ ଲାଇବିଲିଟି ରହିଲା, କି ଆମେ ତାକୁ ପେମେଣ୍ଟ କରିବା। ତ ଲାଇବିଲିଟି ବେସିକାଲି ସିମ୍ପଲ ୱାର୍ଡ ହଉଛି ଋଣ। ତାପରେ ଆସିଲା କଣ, ପ୍ରୋପାଇଟର। ପ୍ରୋପାଇଟର କଣ କହୁଛି, ଏ ପର୍ସନ who owns a particular type of business is called proprietor। ଦେଖ, ଗୋଟେ ଲୋକ ଯଦି ତା ବିଜନେସ କୁ ସମ୍ଭାଳୁଛି, ସିଏ ନିଜେ ହିଁ ସବୁ ଓନ୍ କଲା, ଆଉ ଗୋଟେ ପର୍ଟିକୁଲାର ବିଜନେସ କରୁଛି, ତ ସିଏ ହେଲା ପ୍ରୋପାଇଟର। ଆମେ ତ ପଢିଲେ ଯେ ପାର୍ଟନରସିପ ଫାର୍ମ ରେ ସମସ୍ତେ ପାର୍ଟନର ମାନେ ଆସୁଛନ୍ତି। ଓକେ, ପାର୍ଟନରରୁ ପାର୍ଟନରସିପ ହେଇଛି, ତ ଦି ଜଣ, ଦୁଇରୁ ଅଧିକ ଲୋକ ମିଶିକି ଯେତେବେଳେ ଗୋଟେ ଜିନିଷ କରନ୍ତି, ଗୋଟେ ବିଜନେସ ଷ୍ଟାର୍ଟ କରନ୍ତି, ସେଟା ପାର୍ଟନରସିପ ଫାର୍ମ ହେଇଗଲା। ଓକେ, ସେମାନେ କିଛି କିଛି ଭାଗରେ ପଇସା ଦେଇକି, ତାଙ୍କ ଯେତିକି ତାଙ୍କର ହଉଛି ଇକ୍ୱାଲିଟି ଅନୁସାରେ, ସେମାନେ ସେତିକିରେ କଣ କରନ୍ତି, ତାଙ୍କର ଯୋଉ ସେୟାର ଟା ନିଅନ୍ତି, କେତେ ତାଙ୍କର କେତେ କେତେ ସେୟାର ରହିବ। ସେମିତି ପ୍ରୋପାଇଟର ତ ଜଣେ ହିଁ ଲୋକ। ତ ଏ ପର୍ସନ ହୁ ଓନ୍ସ ଏ ପର୍ଟିକୁଲାର ଟାଇପ ଅଫ ବିଜନେସ ଇଜ କଲ୍ଡ ଆଜ ପ୍ରୋପାଇଟର। ଯିଏ ନିଜର ଗୋଟେ ବିଜନେସ ମାନେ ଗୋଟେ ହିଁ ଓନର ଥିବ, ତ ସେଠି ହେଲା ପ୍ରୋପାଇଟର। ତାପରେ ସେ ଡ୍ରଇଂସ ମୁଁ କହିଥିଲି, ଯଦି କ୍ୟାପିଟାଲରୁ କିଛି ଆମାଉଣ୍ଟ କଣ କରୁଛନ୍ତି, କ୍ୟାପିଟାଲରୁ କିଛି ଆମାଉଣ୍ଟ ଯଦି ୱିଡ୍ର କରୁଛନ୍ତି ଓନର ମାନେ ତାଙ୍କର ପର୍ସନାଲ ୟୁଜ ପାଇଁ, ତ ସେଇଟା କଣ ହେଇଯିବ, କ୍ୟାପିଟାଲକୁ ରିଡ୍ୟୁସ କରିବ, ଡିକ୍ରିଜ କରିଦବ। ତ ସେଇଟା ହେଲା, ସେଇ ଆମାଉଣ୍ଟ ହେଲା ଆମର ଡ୍ରଇଂସ। It is the amount of cash or goods withdrawn from the business by the proprietor in case of proprietorship business, or by partner in case of partnership firm for their personal use। ପର୍ସନାଲ ୟୁଜ ପାଇଁ ସେମାନେ ଯୋଉ ବିଜନେସ ରୁ ପଇସାଟା ୱିଡ୍ର କରି ନେଇଯାଇଥିବେ, ସେଇଟା ହେଲା ଆମର ଡ୍ରଇଂସ। ସଚ୍ ଆନ୍ ଆମାଉଣ୍ଟ ରିଡ୍ୟୁସ ଦ ଆମାଉଣ୍ଟ ଅଫ ଇନଭେଷ୍ଟମେଣ୍ଟ or capital of the owners in the business and thereof is shown as deduction from the capital of the proprietor or partner while preparing the balance sheet। ତ balance sheet prepare କରିବା, ଯେହେତୁ ସେ ପଇସା ୱିଡ୍ର କରିଛନ୍ତି, obviously ଆମେ ତାଙ୍କ କ୍ୟାପିଟାଲରୁ ଲେସ୍ କରିଦବା। ଓକେ, ତାପରେ ଆସିଲା ରେଭିନ୍ୟୁ। କଣ ରେଭିନ୍ୟୁ କଣ କହୁଛି, revenue is the money a company earns from the sale of its product and service। ଦେଖ, ଯେତେବେଳେ ଆମେ କିଛି ଜିନିଷ ସେଲ କରିବା, ଆମକୁ ପଇସା ଆସୁଛି, ଯେତିକି ପଇସା ଆସୁଛି ଆମର, ସେଇଟା ହେଲା ଆମର ରେଭିନ୍ୟୁ। ତାପରେ ଆସିଲା ଏକ୍ସପେନ୍ସେସ୍। ଏକ୍ସପେନ୍ସେସ୍ କଣ କହୁଛି, and expenses is the cost of operation that a company incurs to generate revenue। It is simply defined as the cost one is required to spend on obtaining something। ଦେଖ, ଆମେ ତ ଗୋଟେ ବିଜନେସ କରୁଛେ, ବହୁତ ସାରା ଏକ୍ସପେନ୍ସେସ୍ ରହିଛି। ତ ଗୋଟେ ମନେକର ଗୋଟେ ଅଫିସରେ ଆମର ବହୁତ ପ୍ରିଣ୍ଟିଂ ଷ୍ଟେସନାରୀ କିଛି ହଉଛି, କି କିଛି ଯୋଉ ସାଲାରୀ ଦିଆହଉଛି ଲୋକମାନଙ୍କୁ, କୋଉଠି ଗୋଟେ କନଷ୍ଟ୍ରକ୍ସନ କମ୍ପାନୀରେ ସେମାନେ ଯୋଉମାନେ କାମ କରୁଛନ୍ତି, ତାଙ୍କର ସାଇଡ ଏକ୍ସପେନ୍ସେସ୍ ସବୁ ରହୁଛି। ତ ଏ ସବୁ ବିଭିନ୍ନ ପ୍ରକାର ଏକ୍ସପେନ୍ସେସ୍ ଆମର ରହୁଛି, ଇଲେକ୍ଟ୍ରିସିଟି ହଉ କି ରେଣ୍ଟ ହଉ। ଓକେ, ତ ସେ ସବୁ ଯାହାବି ସବୁ ଗୋଟେ ଜିନିଷକୁ ପାଇବା ପାଇଁ, ଏଇଟା କଣ ପାଇବା ପାଇଁ, ଆମେ ଗୋଟେ ଜିନିଷ ପ୍ରଡକ୍ସନ କରୁଛେ, ତ ସେଇ ପ୍ରଡକ୍ସନ ପାଇଁ ଯାହା ସବୁ ଖର୍ଚ୍ଚ ହେଇଥିବ ରିଲେଟେଡ, ସେଇଟା ଆମେ ଏକ୍ସପେନ୍ସେସ୍ କହିବା। ଓକେ, ଯାହାବି ପଇସା ଆମେ ଖର୍ଚ୍ଚ କରୁଛେ
ସେଇ ଜିନିଷଟା ତିଆରି ହବା ପାଇଁ। ତ ସେଇଟା ଆମର ଏକ୍ସପେନ୍ସେସ୍ ଆସିଲା। ତାପରେ ପ୍ରଫିଟ୍, ଇଟ୍ ଇଜ ଦ ଇନକମ୍ earned by the business from its operating activities which are carried out by the enterprise to earn profit। ପ୍ରଫିଟ କଣ କହୁଛି, ଦେଖ ରେଭିନ୍ୟୁ ପ୍ରଫିଟ ଭିତରେ କିଛିଟା ଫରକ ଅଛି। ରେଭିନ୍ୟୁ ମିନ୍ସ ଆମେ ଗୋଟେ ଜିନିଷଟାକୁ ସେଲ କଲେ 100 ଟଙ୍କା, ତ ଆମେ ରେଭିନ୍ୟୁ ବୁକ୍ କରିବା 100 ଟଙ୍କା। କିନ୍ତୁ ପ୍ରଫିଟ କେତେ ହଉଛି, ତ ଯାହା ବି ଆମେ ରେଭିନ୍ୟୁ ଇଅର୍ନ କରୁଛେ 100 ଟଙ୍କା, 100 ଟଙ୍କା ଭିତରେ ଆମେ ଖର୍ଚ୍ଚ କେତେ କରୁଛେ, ତ ଖର୍ଚ୍ଚକୁ ଆମେ ମାଇନସ କଲା ପରେ ଆମର ଯାହା ରହିବ ସେଇଟା ହେଲା ଆମର ପ୍ରଫିଟ। ରେଭିନ୍ୟୁ ଯୋଉଟା ଆମ ପାଖେ ଯାହା ବି ପଳେଇ ଆସିବ ପଇସା, ଯେତିକି ଆମେ ରିଅଲାଇଜ କରୁଛେ ସେଇ ପଇସାଟା ଆମର ରେଭିନ୍ୟୁ। କିନ୍ତୁ ପ୍ରଫିଟ କେମିତି ବାହାର କରିବା, ଆମର ଯାହା ବି ଏକ୍ସପେନ୍ସେସ୍ କରୁଛେ ତାକୁ ରିଡ୍ୟୁସ କରିକି ଯାହା ଆମର ପ୍ରଫିଟ ରହିଲା। ଆମେ ଗୋଟେ ଜିନିଷ ଗୋଟେ 100 ଟଙ୍କା ସେଲ କଲେ, 100 ଟଙ୍କାକୁ ସେଲ କଲେ ବୋଲି ଆମେ କହିପାରିବାନି ଆମର ପ୍ରଫିଟ 100 ଟଙ୍କା କହିପାରିବାନି। କାରଣ ଯଦି ଆମର ଆମେ ଯାହାବି ତାକୁ ଆକ୍ୱାର କରିବା ପାଇଁ ଆମର 80 ଟଙ୍କା ଖର୍ଚ୍ଚ ହେଇଛି, ତ ପ୍ରଫିଟ କେତେ ହବ, ଆମର 20 ଟଙ୍କା ପ୍ରଫିଟ ହବ। ରେଭିନ୍ୟୁ 100 କିନ୍ତୁ 20 ଟଙ୍କା ପ୍ରଫିଟ। ଓକେ, ତାପରେ ଆସିଲା losses। losses ଯେମିତି loss refers to the excessive expenses over its related revenue for a period which decreases the owner's equity। ଏଇଟା କଣ କହୁଛି, ଦେଖ ପ୍ରଫିଟ ମୁଁ କଣ କହିଲି, ଆମେ ଗୋଟେ ଜିନିଷକୁ ମନେକର 100 ଟଙ୍କାରେ ବିକ୍ରି କଲେ। ଓକେ, ତାର କଷ୍ଟ ଥିଲା 80 ଟଙ୍କା, ତ ଆମକୁ ପ୍ରଫିଟ ହଉଥିଲା 20 ଟଙ୍କା। ପ୍ରଫିଟ 20 ଟଙ୍କା ହେଲା। ଗୋଟେ ମନେକର ଆମେ 100 ଟଙ୍କାରେ ସେଲ କରୁଛେ, କିନ୍ତୁ ତାର କଷ୍ଟ ଯୋଉ ଆମେ ତାକୁ ସେ ଜିନିଷଟାକୁ ପୁରା ବନେଇବା ପାଇଁ କି ଆକ୍ୱାର କରିବା ପାଇଁ ଆମେ 120 ଟଙ୍କା ଖର୍ଚ୍ଚ କରୁଛେ, ତ ବିକ୍ରି କଲେ 100 ଟଙ୍କାରେ, ଆମର ଲସ୍ କେତେ ହେଲା, 20 ଟଙ୍କା ଏଠି ଲସ୍ ହେଇଗଲା। ତ ବୁଝିହଉଛି କେତେବେଳେ ପ୍ରଫିଟ ହଉଛି, ଯେତେବେଳେ ଆମର ଇନକମ ରେଭିନ୍ୟୁ ଟା ଅଧିକ ହବ, ଏକ୍ସପେନ୍ସେସ୍ ଟା କମ ହବ। ଆଉ ଯେତେବେଳେ ଏକ୍ସପେନ୍ସେସ୍ ଟା ଅଧିକ ହେଇଯିବ ଆଉ ରେଭିନ୍ୟୁ ଟା କମ ହେଇଯିବ, ସେତେବେଳେ ଆମର କଣ ହଉଛି, ଲସ୍ ହବ। ତ ଲସ୍ ହେଲେ ମୁଁ କହିଥିଲି ଓନର୍ସ ଇକ୍ୱିଟି, ଆମର ଯୋଉଟା କ୍ୟାପିଟାଲ ଆମେ ସେଟା ଲେସ୍ କରିବା। ଓକେ, ଲାଇଟ୍ ଅନ୍ କର। ତାପରେ ଆସିଲା ପରଚେଜ। ପରଚେଜ କଣ କହୁଛି, ଇଟ ରେଫର୍ସ ଟୁ ଦ ଆମାଉଣ୍ଟ ଅଫ ଗୁଡସ୍ which are brought for resale or the amount of raw material that are used in the production process। ଦେଖ ପ୍ରଡକ୍ସନ, ଯଦି ପ୍ରଡକ୍ସନ ହଉଛି ଆମେ ଯେତେବେଳେ କିଛି ଜିନିଷ ଇନପୁଟ ଦେବା ପାଇଁ ଦରକାର, ର ମେଟେରିଆଲ ଦରକାର, ତ ଆମେ ଯାହା ବି ପରଚେଜ କରୁଛେ ସେଇଟା ହେଲା ଆମର ପରଚେଜ ହେଇଯିବ। ଇଟ ଇନକ୍ଲୁଡ୍ସ ବୋଥ କ୍ୟାଶ ଆଣ୍ଡ କ୍ରେଡିଟ ପରଚେଜ ଅଫ ଗୁଡସ୍। ଆମେ କିଛି ଜିନିଷ କ୍ୟାଶ ରେ କିଣୁଛେ, କିଛି ଜିନିଷ କ୍ରେଡିଟ ରେ ବି କିଣୁଛେ। ତ ପରଚେଜ ମିନ୍ସ କଣ କହୁଛି, ଯୋଉ ଆମକୁ ଯୋଉ ବିଜନେସ କୁ ଯୋଉ ଜିନିଷଟା ବ୍ରିଙ୍ଗ ଆସେ, ମାନେ ଆସେ, ପ୍ଲଟ ମାନେ ଯୋଉଟା ଆମେ କିଣିକି ଆଣେ, କଣ ପାଇଁ, ଯୋଉ ଜିନିଷଟା ଆମେ ପ୍ରଡକ୍ସନ କରିବା ତା ଦେହରେ କିଛି ର ମେଟେରିଆଲ ଲାଗିବ, ତ ସେ ଯୋଉ ର ମେଟେରିଆଲ ଟାକୁ ଆଣିବା କିଣିକି, ସେଇ ପ୍ରୋସେସ ଟାକୁ ଆମେ ପରଚେଜ କହୁଛେ। ତାପରେ ପରଚେଜ ରିଟର୍ନ କଣ, ରିଟର୍ନ when goods are returned to the supplier for any reason, it is called as purchase return or return outward। ବିଜନେସ କୁ ଆମର କିଛି ଜିନିଷ ଆସିଥିଲା, ଓକେ, ସପ୍ଲାୟର ଠୁ ଆସିଛି, ଏବେ କଣ ହଉଛି, ଆମେ ଆମେ ଦେଖିଲେ କି ସେ କିଛି ଡିଫେକ୍ଟ ଅଛି, କି ଆମକୁ 100ଟା ଜିନିଷ ଦରକାର ଥିଲା, ଆମକୁ 120ଟା ଜିନିଷ ଆସିଯାଇଛି, ଯୋଉ 20ଟା ଜିନିଷ ଆମେ ତାକୁ ରିଟର୍ନ କରିବା। ଓକେ, ସେଇଟା ହେଲା ପରଚେଜ ରିଟର୍ନ। ଏଠି ରିଟର୍ନ, ପରଚେଜ ରିଟର୍ନ କୁ ରିଟର୍ନ ଆଉଟୱାର୍ଡ ବି କୁହାଯାଉଛି। କଣ ପାଇଁ ନା ଭିତରକୁ, ଆମ ବିଜନେସ ଭିତରକୁ ଆସିଥିଲା ପୁଣି ବାହାରକୁ ଗଲା, ତ ରିଟର୍ନ ଆଉଟୱାର୍ଡ। ଓକେ, ତାପରେ ଆସିଲା ସେଲ୍ସ। ସେଲ୍ସ କଣ କହୁଛି, ସେଲ୍ସ ରେଫର୍ସ ଟୁ ଦ ଆମାଉଣ୍ଟ ଅଫ ଗୁଡ୍ sold that have already been bought and manufactured by the business। ବିଜନେସ ଆଣିଛି, କିଣିକି ଆଣିକି ପରଚେଜ କରିକି ମ୍ୟାନୁଫାକ୍ଚର କରିକି ତାକୁ ଗୋଟେ ଫିନିଶ ଗୁଡ ରେ କନଭର୍ଟ କରିକି ତାକୁ ଆମେ କିଛି ସେଲ କରୁଛେ, ସପ୍ଲାଇ ତାର କରୁଛେ, ତ ସେଇଟା ହେଇଗଲା ଆମର ସେଲ। ଓକେ, ଇଟ ଇନକ୍ଲୁଡ୍ସ ବୋଥ କ୍ୟାଶ ଆଣ୍ଡ କ୍ରେଡିଟ ସେଲ୍ସ ଅଫ ଗୁଡ୍ସ। ଯେମିତି ପରଚେଜ କୁ କ୍ୟାଶ କ୍ରେଡିଟ ରେ ସେଲ ପରଚେଜ କରିପାରୁଥିଲେ, ସେମିତି ସେଲ ବି ଯାହା ହବ ଆମେ ତାକୁ କ୍ୟାଶ ସେଲ କରିପାରିବା କି କ୍ରେଡିଟ ସେଲ ବି କରିପାରିବା। କ୍ୟାଶ ସେଲ ହେଲେ ଆମେ ସାଙ୍ଗେ ସାଙ୍ଗେ ଆମ ପଇସା ଆମ ପାଖକୁ ଇନଫ୍ଲୋ ହବ, ଆଉ କ୍ରେଡିଟ ସେଲ କଲେ ଆମର ଡେପ୍ଟର ରହିବେ, ସେମାନଙ୍କୁ ପଇସା ଦେବେ। ତାପରେ ଆସିଲା ସେଲ୍ସ ରିଟର୍ନ। ଯେମିତି ପରଚେଜ ରିଟର୍ନ, ଆମେ କିଛି ଜିନିଷ ଇଫେକ୍ଟ ପାଇଲେ କି ଆମର ଏକ୍ସେସ ହେଇଯାଇଛି ଆମେ ତାକୁ ରିଟର୍ନ କରୁଛେ, ସେମିତି ଯଦି ଆମର ସେଲ୍ସ ଯାହା କରୁଛେ ସେମାନେ ଯଦି ସାଟିସ୍ଫାଇ ନୁହଁ, କି ତାଙ୍କୁ ଅଧିକ କ୍ୱାଣ୍ଟିଟିର ପଳେଇଛି, କି ତାଙ୍କୁ ଡିଫିକ୍ଟ ଗୁଡ୍ସ ଯାଇଛି, ତ ସେମାନେ ବି ଚାହିଁଲେ ଆମକୁ ରିଟର୍ନ କରିବେ। ତ when goods are returned from the customer for any reason, it is called as sales return। ଆଉ ସେଲ୍ସ ରିଟର୍ନ କୁ ଆମେ ଆଉ ଗୋଟେ କଣ କହିପାରିବା, ରିଟର୍ନ ଇନୱାର୍ଡ। ମିନ୍ସ ଆମେ ବାହାରକୁ ଯାଇଥିଲା, ସେଲ କରିଥିଲା ମାନେ କଣ, ଆମ ଜିନିଷ ଆମ ପାଖକୁ ପଳେଇଲା, ପୁଣି ଆମକୁ ରିଟର୍ନ ଆସିଲା, ମାନେ ଇନୱାର୍ଡ ଆସିଲା, ତ ଏଇଟା ରିଟର୍ନ ଇନୱାର୍ଡ। ପରଚେଜ ରିଟର୍ନ କୁ ରିଟର୍ନ ଆଉଟୱାର୍ଡ, ସେଲ୍ସ ରିଟର୍ନ କୁ ରିଟର୍ନ ଇନୱାର୍ଡ। ବୁଝିହେଲା? ତାପରେ ଆସିଲା ଷ୍ଟକ୍ ଆଉ ଇନଭେଣ୍ଟୋରି କଣ କହୁଛି।
Stock or inventory is a tangible asset that is held by the business for the purpose of sale in normal course of business or for the purpose of using it in production of goods meant for sale. ଏଇଟା କଣ ହଉଛି ଷ୍ଟକ୍ ଆମେ ଜିନିଷ କିଛି କିଣିକି ଆଣିଲେ ଓକେ କିଣିକି ଆଣିଲେ ର ମେଟେରିଆଲ କିଣିକି ଆଣୁଛେ ତ କଣ କରିବା ଷ୍ଟକ୍ କରି ରଖିବା ଏମିତି ଆମ ବିଜନେସ ରେ ୟୁଜ ହବ ଏଇଟା କେମିତି ଏମିତି ଯୋଉ ପ୍ରଡକ୍ସନ ଯୋଉ ମ୍ୟାନୁଫାକ୍ଚରିଂ ଆମେ କରିବା ତ ଯୋଉ ଏଇ ଯୋଉ ଇନଭେଣ୍ଟୋରି ଷ୍ଟକ୍ ଆମେ ଯୋଉ କିଣିକି ଆଣୁଥିବା ଷ୍ଟକ୍ କରି ରଖିଥିବା ସେଟା ପ୍ରଡକ୍ସନ ପର୍ପଜ ରେ ୟୁଜ ହବ ତ ତାକୁ ଆମେ ଷ୍ଟକ୍ ବା ଇନଭେଣ୍ଟୋରି କହିବା ଯାହାକୁ ଆମେ ନର୍ମାଲ କୋର୍ସ ଅଫ ବିଜନେସ ରେ ବିକ୍ରି କରିବା କନଭର୍ଟ କରିକି ଫିନିଶ ଗୁଡ କରିକି ସେଇଥିରେ ଯୋଉ ମାଟେରିଆଲ ସବୁ ୟୁଜ ହୁଏ ସେଇଟା ଆମର ଷ୍ଟକ୍ ବା ଇନଭେଣ୍ଟୋରି ତ ଯେତେବେଳେ ବର୍ଷ ଏଣ୍ଡକୁ ବର୍ଷର ଏଣ୍ଡକୁ ଯେତେବେଳେ ଆମେ କିଛି ମନେକର ଫିନିଶ ଗୁଡ 200ଟା ବନେଇଛେ ଆମେ 150ଟା ବିକ୍ରି କରିଦେଇଛେ ଆଉ ଯୋଉ 25ଟା ରହିଗଲା ତ ସେଇଟା ଆମର ଷ୍ଟକ୍ ହେଇକି ରହିଗଲା କ୍ଲୋଜିଂ ଷ୍ଟକ୍ ତାର ଯୋଉଟା କି ନେକ୍ସଟ ଇୟରରେ କଣ ହବ ଓପନିଂ ଷ୍ଟକ୍ ଓକେ ନେକ୍ସଟ ଇୟର ପାଇଁ ଓପନିଂ ଷ୍ଟକ୍ ହେଇଯିବ କିନ୍ତୁ ଏଇ ବର୍ଷ ପାଇଁ ଯେତିକି ଆମର ରହିଗଲା ସେଟା ଆମର କ୍ଲୋଜିଂ ଷ୍ଟକ୍ ଇଟ ଇନକ୍ଲୁଡ୍ସ ଗୁଡ୍ସ ଅନସୋଲ୍ଡ ଅନ୍ ଏ ପର୍ଟିକୁଲାର ଡେଟ୍ ମାନେ ଆମ ଯେତେବେଳେ ଇୟର ଏଣ୍ଡ ଯୋଉ ନ ହଉଛି ସେଇ ଦିନ ପର୍ଯ୍ୟନ୍ତ ଯାହା ବି ବିକ୍ରି ହେଇଛି ସେଲ୍ସ ପଳେଇଲା ଯାହା ବିକ୍ରି ନ ହେଇଛି ତାକୁ ଆମେ ଷ୍ଟକ୍ ବା ଇନଭେଣ୍ଟୋରି କହିପାରିବା ଇଟ୍ ମେ ବି ଓପନିଂ ଅର୍ କ୍ଲୋଜିଂ ଷ୍ଟକ୍ ଏ ବର୍ଷ ଯୋଉଟା କ୍ଲୋଜିଂ ଷ୍ଟକ୍ ଏଟା ନେକ୍ସଟ ଇୟର ପାଇଁ ଓପନିଂ ଷ୍ଟକ୍ the goods unsold in the beginning of the accounting period is called as opening stock ଯେତେବେଳେ ବର୍ଷ ଆରମ୍ଭକୁ ଯୋଉଟା ତା ପୂର୍ବ ବର୍ଷ ଯୋଉଟା ବିକ୍ରି ହେଇପାରିନଥିବ ସେ ଯୋଉ ଷ୍ଟକ୍ ଟା ରହିଥିବ ସେଇଟା ଆମର ଓପନିଂ ଷ୍ଟକ୍ whereas the goods unsold at the end of the accounting period is called as closing stock ବର୍ଷ ଶେଷକୁ ଯାହା ବି ଷ୍ଟକ୍ ରହିବ ସେଲ୍ ହେଇପାରନି ସେଇଟା ଆମର କ୍ଲୋଜିଂ ଷ୍ଟକ୍ ତାପରେ ଆସିଲା ଡେପ୍ଟର କଣ ଡେପ୍ଟର ବି କହିଲି ଯେତେବେଳେ ଆମେ କିଛି ଜିନିଷକୁ କ୍ୟାଶ ରେ ସେଲ କରୁଛେ କ୍ୟାଶ ଟା ଆମ ପାଖକୁ ପଳେଇ ଆସୁଛି ଆଉ ଯେତେବେଳେ କ୍ରେଡିଟ ରେ ସେଲ କରିବା ଯିଏ ବି ଆମକୁ ପଇସା ତାହେଲେ ଆମକୁ ମିଳିବାର ଅଛି କ୍ରେଡିଟ ରେ କରୁଛେ ମାନେ ତ ଯୋଉମାନେ ଆମକୁ ପଇସା ଦେବେ ସେମାନେ ହେଲେ ଆମର ଡେଟର ଡେଟର ଇନକ୍ଲୁଡ୍ସ ଏ ପର୍ସନ मैं किसी काम करूनी ଦେଖାଉଛି नहीं मैम ଗୋଟେ ମିନିଟ୍ ଭିଜିବୁଲ ହଉଛି ଏବେ काम करूनी मैम हाँ ହୁଁ हाँ ଭିଜିବୁଲ ହଉଛି हाँ मैम सब करूँ हाँ मैम ହଉ ଠିକ ଅଛି ଦେଖ ଡେଟର କଣ କହୁଥିଲି କି ଯୋଉ ଆମେ ତ କିଛି ଜିନିଷକୁ କ୍ରେଡିଟ ରେ ସେଲ କରୁଛେ ତ ସେ ପଇସା ଟା ଆମକୁ ପାଇବାର ଅଛି ଆଉ ଯିଏ ଆମକୁ ପଇସା ଦବ ସେ କିଏ ସିଏ ଆମର ଡେଟର ହବ ତ ଡେଟର ଇନକ୍ଲୁଡ୍ସ ଏ ପର୍ସନ ହୁ ରିସିଭ୍ସ ଏ ବେନିଫିଟ ୱିଦାଉଟ୍ ପେଇଂ ମନି immediately but liable to pay in future within a particular period of time ତ ମୁଁ କଣ କହିଲି ଆମେ କିଛି ଜିନିଷ ସେଲ କରିଛେ ଏଠି ବି ସେମ ଜିନିଷ ହଉଛି ସେ ଆମଠୁ ବେନିଫିଟ କିଛି ପାଇଛି ଆମକୁ କିଛି ପେ କରିନି ବଟ୍ ବେନିଫିଟ ପାଇଛି ଓକେ କିନ୍ତୁ ସିଏ ଲାଇବୁଲ ଆମକୁ ଫ୍ୟୁଚରରେ ପେମେଣ୍ଟ କରିବା ପାଇଁ ଲାଇବୁଲ ଓକେ ମାନେ ସେ ଆମକୁ ପଇସା ଦବ ଆମେ ତାକୁ ଜିନିଷ ଦେଲେ ସେ ଫ୍ୟୁଚର ରେଟରେ କିଛି ପର୍ଟିକୁଲାର ପିରିୟଡ ଭିତରେ ଆମକୁ ପଇସା ଦବ ତ ସେ ଆମକୁ କଣ ହେଇଗଲା ଆମର ସେ ଡେଟର ହି ଓଜ an amount to business against credit sale of goods or services render ଯଦି ଆମେ ତାକୁ କିଛି ସେଠି କହିଲି କ୍ରେଡିଟ ସେଲ କରୁଛେ କି କିଛି ତାକୁ ସର୍ଭିସ ଦେଇଛେ ସେ ଆମକୁ ପେମେଣ୍ଟ କରିନି ତ ପରେ କରିବ ତ ସିଏ ଆମର କଣ ହେଇଯିବ ଡେଟର ଓକେ ତାପରେ ଆସିଲା କ୍ରେଡିଟର କ୍ରେଡିଟର କଣ କହୁଛି ଦେଖ ଆମେ ଯେତେବେଳେ କିଛି ଜିନିଷ ସେଲ କଲେ ତ ଆମେ ଯୋଉଟା କ୍ୟାଶ ରେ କରିଦେଲେ ପଇସା ଆସିଗଲା କ୍ରେଡିଟ ସେଟ କଲେ ଡେଟର ହେଇଗଲା ସେମିତି କ୍ରେଡିଟର କଣ ହେଇଯାଉଛି ଯେତେବେଳେ ଆମେ କିଛି ଜିନିଷ ପରଚେଜ କରୁଛେ ଯେତେବେଳେ କ୍ୟାଶ ରେ ପରଚେଜ କରିଦଉଛେ ତ ଆମେ ତାକୁ ପଇସା ଦେଇଦେଲେ ତ ଆମେ ପରଚେଜ ରେକର୍ଡ କରିଦଉଛେ ଜିନିଷ ଆମ ପାଖକୁ ଆସିଲା ଯେତେବେଳେ ଆମେ କିଛି ପଇସା ଦବନି ମାନେ କ୍ରେଡିଟ ରେ ପରଚେଜ କରୁଛେ ତ ଅବଭିୟସଲି ଆମକୁ ପଇସା ଟା ଆମେ ଲାଇବୁ ତାକୁ ଫ୍ୟୁଚର ଡେଟ ରେ ପଇସା ଦବା ପାଇଁ ତ ଆମେ କଣ ହେଇଗଲେ କ୍ରେଡିଟର ତ ଏଇ କ୍ରେଡିଟର ଇଜ ଏ ପର୍ସନ ହୁ gives a benefit without receiving money immediately but to claim in it future okay ଯିଏ କି ଆମକୁ ଆମେ ପରଚେଜ କରୁଛେ ଆମେ କିଛି ପଇସା ତାକୁ ଦଉନେ ସେ କିଛି ଆମକୁ ପଇସା ରିସିଭ କରୁନି କିନ୍ତୁ ଆମକୁ ଜିନିଷ ଦଉଛି ଆମେ ତାକୁ ତାକୁ ଆମେ ପ୍ରମିସ କରିଛେ ଆମେ ଫ୍ୟୁଚର ଡେଟରେ ତାକୁ ପେମେଣ୍ଟ କରିବା ତ ସିଏ ଆମ ପାଇଁ କଣ ହେଇଗଲା କ୍ରେଡିଟର ଇଟ ଇଜ ଟୁ whom our business owes an amount against credit purchase or services ଯାହା ବି ଆମକୁ ସର୍ଭିସ ଦେଇଥିବ କିଛି ଜିନିଷ ଆମେ ପରଚେଜ କରୁଛେ ତାକୁ ଯଦି ଫ୍ୟୁଚର ଡେଟରେ ପେମେଣ୍ଟ କରିବା ସେଇଟା ଆମର ସିଏ ହେଇଗଲା ଆମର କ୍ରେଡିଟର ଓକେ ସେ କ୍ରେଡିଟର ଟା ଆମ ପାଇଁ କଣ କ୍ରେଡିଟର ଯୋଉ ଆମାଉଣ୍ଟ କୁ ଆମେ ତାକୁ ଦବା ତାକୁ ସେଟା ଆମ ପାଇଁ ୱାନ୍ ଟାଇପ ଅଫ ଲାଇବିଲିଟି ଯୋଉଟା କି ବାଲାନ୍ସ ସିଟ୍ ର ଲାଇବିଲିଟି ସାଇଡ୍ ରେ ଦେଖେଇବା ଆଉ ଡେପ୍ଟର ଆମେ ପଇସା ପାଇବାର ଅଛି ତ ଆମ ପାଇଁ ସେ ଗୋଟେ ଅବଶ୍ୟ ଗୋଟେ ସମ୍ପତ୍ତି ଟାଇପ ର ତ ଆମେ ତାକୁ କୋଉଠି ଦେଖେଇବା ବାଲାନ୍ସ ସିଟ୍ ର ଆସେଟ ସାଇଡ୍ ରେ ଓକେ
ତାପରେ ଆସିଲା ଆସେଟ। ଦେଖ ଆସେଟ ର ଡିଫରେଣ୍ଟ ଟାଇପ ଅଛି। ତ ଫିକ୍ସ ଆସେଟ ଫାଷ୍ଟ ଆମେ ପଢିବା। ଫିକ୍ସ ଆସେଟ କଣ କହୁଛି? ଫିକ୍ସ ଆସେଟ ଆର୍ ଅଲସୋ ନୋନ୍ ଆଜ ନନ୍ କରେଣ୍ଟ ଆସେଟ, ଦୋଜ କ୍ୟାନ୍ ବି ଇଜିଲି କନଭର୍ଟ ଇନଟୁ କ୍ୟାଶ ଇନ ୱାନ୍ ଆକାଉଣ୍ଟିଂ ପିରିୟड। ଦେଖ ଫିକ୍ସ ଆସେଟ ହଉଛି ନନ୍ କରେଣ୍ଟ ଆସେଟ। ସେଥିରେ କଣ ହଉଛି, ଯୋଉ ଆସେଟ ଟା ଆମକୁ ଇଜିଲି ଆମେ ତାକୁ ସାଙ୍ଗେ ସାଙ୍ଗେ କ୍ୟାଶ ରେ କନଭର୍ଟ କରିପାରିବାନି। ଓକେ। ତ ନନ୍ କରେଣ୍ଟ ଆମର ଯେତେବେଳେ କରେଣ୍ଟ ଆସେଟ ହେଇଥାନ୍ତା ଆମେ ତାକୁ ଲିକ୍ବିଡିଟି ସାଙ୍ଗେ ସାଙ୍ଗେ ଗୋଟେ ଲିକ୍ବିଡିଟିରେ କନଭର୍ଟ କରିପାରିଥାନ୍ତେ, ମିନ୍ସ କ୍ୟାଶ ରେ କନଭର୍ଟ କରିପାରିଥାନ୍ତେ। ବଟ୍ ଯୋଉଠି କି ଫିକ୍ସ ଆସେଟ ଗୋଟେ ଆସିଗଲା, ଏଇଟା ଗୋଟେ ନନ୍ କରେଣ୍ଟ ଲଙ୍ଗ ଟର୍ମ ଆସେଟ ଆସିଗଲା, ଆମେ ତାକୁ ସାଙ୍ଗେ ସାଙ୍ଗେ କ୍ୟାଶ ରେ କନଭର୍ଟ କରିପାରିବାନି। ଯୋଉଟା ଦେଖ ଯେମିତି କି ଆମର ବିଲ୍ଡିଂ ହଉ କି ଯୋଉଟା ଆମ ଫ୍ୟୁଚରରେ 1 ଇୟର ରୁ ଅଧିକ ବେନିଫିଟ ଦଉଥିବ, ଆମେ ତାକୁ ନନ୍ କରେଣ୍ଟ କହୁଛେ। ବିଲ୍ଡିଂ ହଉ କି ପ୍ଲାଣ୍ଟ ଆଣ୍ଡ ମେସିନାରୀ ହଉ, ସେ ସବୁ ଟାଞ୍ଜିବୁଲ ଫିକ୍ସ, ଏଇଟା ଗୋଟେ ଫିକ୍ସ ଆସେଟ ଟା ପୁଣି ଟୁ ଟାଇପ ର। ଟାଞ୍ଜିବୁଲ ଫିକ୍ସ ଆସେଟ, ଇନଟାଞ୍ଜିବୁଲ ଫିକ୍ସ ଆସେଟ। ଟାଞ୍ଜିବୁଲ ଫିକ୍ସ ଆସେଟ ଟା କଣ କହୁଛି? ଦିଜ ଆସେଟ୍ସ ଆର୍ ଫିଜିକାଲ ଇନ ନେଚର and have a long-term presence in the operation of an organization. Example of tangible fixed asset include property such as land and building, plant and machinery, equipment and vehicle. ଯେତେବେଳେ ଯୋଉ ଗୋଟେ ଗୋଟେ ଟାଞ୍ଜିବଲ ଆସେଟ କଣ କହୁଛି, ଆମ ଫ୍ୟୁଚରରେ ଲଙ୍ଗ ଟର୍ମ ମାନେ ଲଙ୍ଗ ଟର୍ମ ଗୋଟେ ବେନିଫିଟ ଆମକୁ ସେ ଦଉଥିବ। ବିଲ୍ଡିଂ ଟା ଗୋଟେ ଇୟର ତ ଦବନି, ସେ ବହୁତ ବର୍ଷ ଯାଏଁ ଦବ। କି ପ୍ଲାଣ୍ଟ ଆଣ୍ଡ ମେସିନାରୀ ଆମେ କିଣିଛେ, ଯାହାବି ସେଟଅପ୍ ହେରିକା କରିଛି, ଯୋଉ ପ୍ଲାଣ୍ଟ ଆଣ୍ଡ ମେସିନାରୀ ଯୋଉଟା ପ୍ରଡକ୍ସନ ପାଇଁ ୟୁଜ ହଉଛି, ସେଟା ଯଦି 1 ଇୟର ରୁ ଅଧିକ ଆମକୁ ମାନେ କଣ ବେନିଫିଟ ଦବ। ଆଉ ଯାହା ବି ଇକ୍ୱିପମେଣ୍ଟ ରହିଲା କି ଭେହିକିଲ ହଉ, ସେ ସବୁ ହେଲା ଟାଞ୍ଜିବୁଲ ଫିକ୍ସ ଆସେଟ। ଇନଟାଞ୍ଜିବୁଲ ଫିକ୍ସ ଆସେଟ କଣ କହୁଛି? ଇନଟାଞ୍ଜିବୁଲ ଫିକ୍ସ ଆସେଟ୍ସ ଆର୍ ଆସେଟ୍ସ that don't have any physical form, ଯାହାର କିଛି ଫିଜିକାଲ ଏକ୍ସିଷ୍ଟେନ୍ସ ନାହିଁ, but are valuable to a company for their potential to generate future revenue or provide competitive advantage. ଏଠି ହଉଛି example of intangible fixed asset may be patent, copyright, trademark, etc. ଦେଖ ପ୍ୟାଟେଣ୍ଟ, କପିରାଇଟ ଏସବୁ କଣ ହଉଛି, ତ ଆମେ ଯେତେବେଳେ ନୋ ହାଉ, ଆମେ ଯେତେବେଳେ କିଛି ପ୍ରଡକ୍ସନ ପ୍ରଡକ୍ସନ କରୁଛେ ଗୋଟେ ଜିନିଷକୁ, ତାର କିଛି ଷ୍ଟେପ ବାଇ ଷ୍ଟେପ ତାର କେମିତି ତାକୁ ତିଆରି କରୁଛେ, ତ ଏସବୁ କଣ ହେଇଯିବ, ମାନେ ଆମର ହେଇଯିବ ନୋ ହାଉ ଟେକ୍ନିକ ଗୋଟେ। କି ଆମର ଯାହା ବି ପ୍ୟାଟେଣ୍ଟ ଥିବ, ବିଜନେସ ର କେତେ ପ୍ୟାଟେଣ୍ଟ। ଆଉ କପିରାଇଟ ହେଲା ଆମର ଯୋଉଟା କି ଆମେ କୋଉ ପ୍ରୋସେସ ତିଆରି କରୁଛେ। କି ଟ୍ରେଡମାର୍କ ହଉ, ଟ୍ରେଡମାର୍କ ହେଲେ ଆମର ଯୋଉ ଲୋଗୋ, ସେ ସବୁ ଆମେ, ଆମର ତାର ଫିଜିକାଲ ଏକ୍ସିଷ୍ଟେନ୍ସ ଅଛି, ତାକୁ ଆମେ ନିଜେ ବନଉଛେ, ନିଜେ ଇମାଜିନ କରୁଛେ। ତ ଫିଜିକାଲି ଯୋଉମାନଙ୍କୁ ଏକ୍ସିଷ୍ଟେନ୍ସ ନଥାଏ, କିନ୍ତୁ ଆମ ବିଜନେସ ପାଇଁ ସେ ବି ଗୋଟେ ଫିକ୍ସ ଆସେଟ, ଯୋଉଟା କି ଆମକୁ ଲଙ୍ଗ ଟର୍ମ ବେନିଫିଟ ଦବ। ଓକେ। ତ ସେଇଟା ହେଲା ଆମର ଇନଟାଞ୍ଜିବୁଲ ଫିକ୍ସ ଆସେଟ। ତାପରେ ଆସିଲା କରେଣ୍ଟ ଆସେଟ। ଆମେ ଦେଖିଥିଲେ ଫାଷ୍ଟ ଯେତେବେଳେ ଆସେଟ ପଢୁଥିଲେ, ତିନିଟା ଫର୍ମ ପଢୁଥିଲେ। ନନ୍ କରେଣ୍ଟ ଆସେଟ, କରେଣ୍ଟ ଆସେଟ, ଆଉ ଗୋଟେ ହେଲା ଫିକ୍ଟିସିୟସ୍ ଆସେଟ। କରେଣ୍ଟ ଆସେଟ ରେ କଣ କହୁଛି? କରେଣ୍ଟ ଆସେଟ ଆର୍ any asset a company can convert to cash within a short time, ଯୋଉଟା କି ସାଙ୍ଗେ ସାଙ୍ଗେ ଆମେ କ୍ୟାଶ ରେ କନଭର୍ଟ କରିପାରିବା। ଓକେ, ୟୁଜୁଆଲି 1 ଇୟର, 1 ଇୟର ଭିତରେ ଯୋଉଟାକୁ ଆମେ କନଭର୍ଟ କରିପାରିବା କ୍ୟାଶ ରେ, ସେଇଟା ଆମର କରେଣ୍ଟ ଆସେଟ। ଏକ୍ସାମ୍ପଲ ମାର୍କେଟେବଲ ସିକ୍ୟୁରିଟି, ସିକ୍ୟୁରିଟି ଯୋଉ ଆମେ କିଣୁଛେ ସବୁ, ସେୟାର ପରଚେଜ କରୁଛେ, ତ ଆମେ ସାଙ୍ଗେ ସାଙ୍ଗେ ଯେତେବେଳେ ଚାହିଁଲେ ସେତେବେଳେ ବିକ୍ରି କରିପାରିବା, ତ ଆମ କ୍ୟାଶ ରେ କନଭର୍ଟ ହେଇଯିବ। କ୍ୟାଶ ହଉ କି କ୍ୟାଶ ଇକ୍ୱିଭାଲେଣ୍ଟ, ମାନେ ବ୍ୟାଙ୍କରେ ଯାହା ବି ପଇସା ଥିବ, କି ଆକାଉଣ୍ଟ ରିସିଭେବୁଲ, ଷ୍ଟକ୍ ଇନଭେଣ୍ଟୋରି, ଯୋଉ ଷ୍ଟକ୍ ଟା ରହିଥିବ, ଯେତିକି ଓପନିଂ ଷ୍ଟକ୍ ଟା ଆମର ରହିଥିବ, ସେଇଟା ଆମେ ଏ ବର୍ଷ ବିକ୍ରି କରିକି ପଇସା ପାଇପାରିବା। ଓକେ। କି ଆକାଉଣ୍ଟ ରିସିଭେବୁଲ, କିଛି ଆମାଉଣ୍ଟ ଆମର ଯୋଉ ଡେପ୍ଟର ମାନେ ଅଛନ୍ତି, ଏଇ ବର୍ଷ ତାଙ୍କୁ ଆମେ ରିସିଭ କରିବା କିଛି ପଇସା ସେମାନଙ୍କର, ତ ସେଇଟା ବି କରେଣ୍ଟ ଆସେଟ ରେ ପଳେଇ ଆସିବ। ଡେଟର ଯାହା ପଡିଲେ ଆକାଉଣ୍ଟ ରିସିଭେବୁଲ, ଏଇଟା ଗୋଟେ ପାର୍ଟ ଡେଟର। ତାପରେ ଆସିଲା ଫିକ୍ଟିସିୟସ୍ ଆସେଟ। ଏଇଟା ବି ସେମିତି, ଯାହାର କିଛି ଭ୍ୟାଲୁ ହିଁ ନଥାଏ, ଫିଜିକାଲ ଏକ୍ସିଷ୍ଟେନ୍ସ ନଥାଏ ଏଇ ଇୟରରେ, ବଟ୍ ପୂର୍ବରୁ ଆମେ ଖର୍ଚ୍ଚ କରୁଛେ, ସେଥିପାଇଁ ଆମେ କିଛି କିଛି ପଇସା ଏଥିରେ ବୁକ୍ କରିବା, ଯୋଉଟା କି ଆମକୁ ଲସ୍ ଯେମିତି ନ ହୁଏ। The fictitious asset are those assets which don't have a physical existence and any realizable value, but are represented as actual cash expenditure in the financial statement. Fictitious means not real or imaginary. এটা ରିଅଲ ନୁହଁ କି ଆମେ ଇମାଜିନ କରୁନୁ। କେମିତି ଏଟା ହଉଛି ନା, ପୂର୍ବରୁ ଆମେ ଖର୍ଚ୍ଚ କରୁଛେ, କିନ୍ତୁ ଏଇ ବର୍ଷ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ରେ ଆମେ କିଛି କିଛି ପଇସା ବୁକ୍ କରିବା, ଯେମିତି କି ଆମର ସେ ପଇସା ଟା ବି ଉଠିଯିବ। ତ ଆମେ କଣ କରିବା, ଆସେଟ କୁ, ଆସେଟ ତାକୁ ଶୋ କରିବା ଫିକ୍ଟିସିୟସ୍ ଆସେଟ ଭାବେ। ତାପରେ ପ୍ରତିବର୍ଷ ଯେତିକି ଆମର ଇୟର ତାକୁ ରାଇଟ୍ ଅପ୍ କରିବାର ଥିବ, ସବୁବେଳେ ପ୍ରଫିଟ୍ ଆଣ୍ଡ ଲସ୍ ଯେତିକି ରାଇଟ୍ ଅପ୍ କରିବା। ତ ଫିକ୍ଟିସିୟସ୍ ଆସେଟ ମିନ୍ସ ନଟ୍ ରିଅଲ ଅର ଇମାଜିନାରୀ। ଏକ୍ସାମ୍ପଲ ପ୍ରିଲିମିନାରୀ ଏକ୍ସପେନ୍ସେସ୍, ଆଡଭର୍ଟାଇଜମେଣ୍ଟ ଏକ୍ସପେନ୍ସେସ୍। ଦେଖ ଗୋଟେ ଆଡଭର୍ଟାଇଜମେଣ୍ଟ ଏକ୍ସପେନ୍ସେସ୍ ଆମେ କରୁଛେ, ଗୋଟେ କରିଦେଲେ, ତ ଏଇ ବର୍ଷ ଆମେ କଣ କରୁଛେ, 3 କୋଟି କି 3 କୋଟି ଆମେ ଖର୍ଚ୍ଚ କରୁଛେ ଆଡଭର୍ଟାଇଜମେଣ୍ଟ। ତ ସେଇଟା କେତେ ବର୍ଷ ପାଇଁ? 3 ବର୍ଷ ଏଟା ଆମର ଇଫେକ୍ଟ ଦବ। 3 ବର୍ଷ ପାଇଁ ଯଦି ଦବ, ଆମେ ଏଇ ବର୍ଷ 3 କୋଟି କଣ ପାଇଁ ଆମେ ସବୁତକ ଆମାଉଣ୍ଟ କଣ ପାଇଁ ଆମେ ତାକୁ ରାଇଟ୍ ଅପ୍ କରିବା, ମାନେ କଣ ପାଇଁ ଗୋଟେ ଏକ୍ସପେନ୍ସେସ୍ ଟ୍ରିଟ୍ କରିବା। ତ ଆମେ ତାକୁ 3 ବର୍ଷ ଭିତରେ ବାଣ୍ଟି ଦବା, ଗୋଟେ କୋଟି ଗୋଟେ କୋଟି ଗୋଟେ କୋଟି
3 ବର୍ଷ ଭିତରେ ତାକୁ ସେଟଅପ୍ କରିବା। ତ ଏଇଟା ଆମେ ଆମେ କଣ କରିବା, ଆସେଟ ଫିକ୍ଟିସିୟସ୍ ଆସେଟ ଭାବେ ଦେଖେଇବା। ତାପରେ ପ୍ରତିବର୍ଷ ପ୍ରଫିଟ ଆଣ୍ଡ ଲସ୍ ଆମେ ତାକୁ ରାଇଟ୍ ଅପ୍ କରିବା। ଓକେ। ତାପରେ ଆସିଲା ଲାଇବିଲିଟି। ଲାଇବିଲିଟି ସେମିତି ଆମେ ଆସେଟ ର କିଛି ପଢିଲେ କ୍ଲାସିଫିକେସନ, ଲାଇବିଲିଟି ର ବି କ୍ଲାସିଫିକେସନ ଅଛି। ଫାର୍ଷ୍ଟ ଆସିଲା ଲଙ୍ଗ ଟର୍ମ ଲାଇବିଲିଟି। ଇନ୍ ଆକାଉଣ୍ଟିଂ ଲଙ୍ଗ ଟର୍ମ ଲାଇବିଲିଟିଜ ଆର୍ ଏ କମ୍ପାନିଜ ଫାଇନାନ୍ସିଆଲ ଅବ୍ଲିଗେସନ that are due more than 1 year in future। ଯୋଉଟା କି ଆମର 1 year ରୁ ଅଧିକ ଯୋଉ ଲାଇବିଲିଟି ରୁହେ, ଡ୍ୟୁ ରୁହେ, କି 1 year ଭିତରେ ଗୋଟେ ପେମେଣ୍ଟ କରିବାନି, ଆମେ ଲଙ୍ଗ ଟର୍ମ ପିରିୟଡ ଭିତରେ ଆମେ ତାକୁ ରିପେମେଣ୍ଟ କରିବା। ସେଇଟା ହେଲା ଆମର ଲଙ୍ଗ ଟର୍ମ ଲାଇବିଲିଟି। ଆଉ ଏଟା କେତେ ଇୟର ମାନେ ପିରିୟଡ କେତେ ରହିବ, ମୋର ଦେନ୍ 1 year। ଓକେ, ଏକ୍ସାମ୍ପଲ ମର୍ଟଗେଜ ଲୋନ୍ସ, ବଣ୍ଡସ ପେବୁଲ, ଏଇ ସବୁ ହେଲା ତାର ଏକ୍ସାମ୍ପଲ ଯୋଉଟା କି ଆମେ 1 year ରୁ ଅଧିକ ସମୟ ଭିତରେ ଆମେ ତାକୁ ପେମେଣ୍ଟ କରିବାର ଥିଲା। ତାପରେ କରେଣ୍ଟ ଲାଇବିଲିଟି କଣ କହୁଛି, କରେଣ୍ଟ ଲାଇବିଲିଟି और ସର୍ଟ ଟର୍ମ ଲାଇବିଲିଟି, ଏଇଟା କଣ ନା ସର୍ଟ ପିରିୟଡ ଭିତରେ ଆମେ ସେ ଲାଇବିଲିଟି ପେ କରିବାର ଅଛି। ତ କରେଣ୍ଟ ଲାଇବିଲିଟି ଆର୍ ଏ କମ୍ପାନି ସର୍ଟ ଟର୍ମ ଫାଇନାନ୍ସିଆଲ ଅବ୍ଲିଗେସନ ଦ୍ୟାଟ୍ ଆର୍ ଡ୍ୟୁ ୱିଥ 1 year और within a normal operating cycle। normal operating cycle କେତେ ଆମର 1 year ହିଁ ଭିତରେ ନଉଛେ। ତ 1 year ଭିତରେ ଯୋଉ ଆମାଉଣ୍ଟ ଡ୍ୟୁ ଥାଏ ଆମକୁ ପେମେଣ୍ଟ କରିବାକୁ ପଡେ, ସେଇଟା ଆମର କରେଣ୍ଟ ଲାଇବିଲିଟି। एग्जाम्पल अकाउंट्स पेबल, accrued expenses, short term notes payable, income tax और interest payable। अकाउंट पेबल हेले कौन होला, जेमते हम पढ़ले रिसीवेबल। ओके, ना पढ़ले शॉर्ट टर्म रिसीवेबल जोटा थिला हमरो करंट, जो करंट एसेट थिला, सेमती करंट लायबिलिटी हम जो क्रेडिटर होचंती सेमाने भी अकाउंट्स पेबल रे आसीबे। क्रेडिटर मान को हमको 1 year भीतर पेमेंट करे अछि। तपर accrued expenses मन को देखो କିଛି ଏକ୍ସପେନ୍ସେସ୍ ଆମର ଡ୍ୟୁ ହେଇଯାଇଛି, ଆମେ ପେମେଣ୍ଟ କରିନେ, ତ ସେଇଟା ଆମର ଗୋଟେ ଆମେ ତାକୁ ଓବ୍ଲିଗେସନ କି ଆମେ 1 year ଭିତରେ ପେମେଣ୍ଟ କରିବା। କି ସର୍ଟ ଟର୍ମ ନୋଟ୍ସ ପେଏବୁଲ, ଯାହା ବି ଯୋଉ ପ୍ରମିଜରି ଇନଷ୍ଟ୍ରୁମେଣ୍ଟ ଅଛି, ପ୍ରମିଜରି ନୋଟ, ବିଲ୍ସ ଅଫ ଏକ୍ସଚେଞ୍ଜ ହଉ, ସେ ସବୁ ଏସବୁ କରେଣ୍ଟ ଆସେଟ, କରେଣ୍ଟ ଲାଇବିଲିଟି ପଳେଇ ଆସିବ। ତାପରେ ଇନକମ ଟ୍ୟାକ୍ସ ହଉ, ଇନକମ ଟ୍ୟାକ୍ସ ଯାହା ବି ଆମର ଟ୍ୟାକ୍ସ ହେଇଥିବ ତାକୁ ସବୁ ବର୍ଷ ଆମେ ପେମେଣ୍ଟ କରିବାକୁ ପଡିବ। ତ ସେଇଟା ବି ସେ ଗୋଟେ କରେଣ୍ଟ ଲାଇବିଲିଟି ଆସିଗଲା। କି ଇଣ୍ଟରେଷ୍ଟ କିଛି ଡିବେଞ୍ଚର ହୋଲ୍ଡର ମାନଙ୍କର ଇଣ୍ଟରେଷ୍ଟ ହେଇଛି, କି ବ୍ୟାଙ୍କ ହୋଲ୍ଡର, ବ୍ୟାଙ୍କ ଯୋଉମାନେ ଆମକୁ ଲୋନ ଦେଇଛନ୍ତି ତାଙ୍କର କିଛି ଇଣ୍ଟରେଷ୍ଟ ଆକ୍ରୁଭ ହେଇଛି, ଆମେ ପେମେଣ୍ଟ କରିନେ, ସେ ସବୁ ପଳେଇ ଆସିବ କରେଣ୍ଟ ଲାଇବିଲିଟି। ତାପରେ ଆସିଲା ଆକାଉଣ୍ଟିଂ ସାଇକେଲ। ଦେଖ ଆକାଉଣ୍ଟିଂ ସାଇକେଲ ରେ କଣ କହୁଛି, ଯାହା ବି ପ୍ରୋସେସ ଆମେ ୟୁନିଟ୍ 1 ରୁ ପଢିଥିଲେ ସେମ ପ୍ରୋସେସ ହେଲା ଆକାଉଣ୍ଟିଂ ସାଇକେଲ। ପ୍ରୋସେସ ରେ ଯାହା ଯାହା ପଢିଥିଲେ ଆକାଉଣ୍ଟିଂ ସାଇକେଲ ବି ବାସ୍ ପୁରା ସେମ। କଣ ହଉଛି ଦେଖ, ବିଜନେସ ଟ୍ରାଞ୍ଜାକ୍ସନ ଟେକ୍ ପ୍ଲେସ୍, ତ କିଛି ବିଜନେସ ଟ୍ରାଞ୍ଜାକ୍ସନ ଟେକ୍ ପ୍ଲେସ୍ ହେଲା, ଘଟିଲା କିଛି ଅକର ହେଲା। ତାପରେ ଆମେ କଣ କହୁଛେ, ତାକୁ ଆନାଲାଇଜ କରିବା, ରେକର୍ଡ କରିବା, ମାନେ ଆଇଡେଣ୍ଟିଫାଇ କରିକି ତାକୁ ରେକର୍ଡିଂ କରୁଛେ ଟ୍ରାଞ୍ଜାକ୍ସନ, କୋଉ ଟାଇପ ର ଟ୍ରାଞ୍ଜାକ୍ସନ କଣ ହେଇଛି। ଜର୍ନାଲ, ଜର୍ନାଲ ଆମେ ପୋଷ୍ଟିଂ ଦ ଇନଫର୍ମେସନ ଇନଟୁ ଲେଜର, ଲେଜର କୁ ଆମେ ପୋଷ୍ଟ କରିବା। ମାନେ ଯାହା ଯାହା ସବୁ ଡେ ୱାଇଜ ଆମେ ପକେଇଦେଲେ କଣ କଣ ଟ୍ରାଞ୍ଜାକ୍ସନ ହେଇଛି, ତାପରେ କାହା କାହା ରିଲେଟେଡ ଲେଜର ଅନୁସାରେ ପୋଷ୍ଟିଂ କରିବା। ମାନେ କେତେ ଟୋଟାଲ ସେଲ୍ସ କେତେ ହେଇଛି, ପରଚେଜ କେତେ ହେଇଛି, ଆମର ଏମ୍ପ୍ଲୟ ମାନେ ତାଙ୍କୁ କେତେ ଆମେ ପେମେଣ୍ଟ କେତେ କରୁଛେ। ଓକେ। ତାପରେ ଆସିଲା ପ୍ରିପାରେସନ ଅଫ ଟ୍ରାଏଲ ବାଲାନ୍ସ। ଆମେ କହିଥିଲେ ଆମେ ଗୋଟେ ମ୍ୟାଚିଂ କନସେପ୍ଟ ପଢୁଛେ। ଓକେ, ଡୁଆଲ ଆସ୍ପେକ୍ଟରେ ଯେତିକି ଆମ ପାଖକୁ ଯିବ ସେତିକି ରିଟର୍ନ ବି ଆସିବ। ତ ଆମେ ତାପରେ କଣ କରିବା, ଗୋଟେ ଯେତିକି ଆମକୁ ଯାଇଛି, ଯେତିକି ଆମକୁ ଆସିଛି ନା ନାହିଁ ଜାଣିବା ପାଇଁ, ଗୋଟେ ଆରିଥମେଟିକ ଆକୁରେସି ଜାଣିବା ପାଇଁ ଟ୍ରାଏଲ ବାଲାନ୍ସ ବନେଇବା। ଯେତିକି ଆମାଉଣ୍ଟ ଆମର ଡେବିଟ୍ ହେଇଛି, ସେତିକି ଆମକୁ ଆମାଉଣ୍ଟ ଆମର କ୍ରେଡିଟ୍ ହେଇଛି କି ନାହିଁ। ତ ନେକ୍ସଟ ଷ୍ଟେପ ହେଲା ଆମେ କେମିତି ଟ୍ରାଏଲ ବାଲାନ୍ସ ପ୍ରିପେୟାର କରୁଛେ। ତାପରେ ଆସିଲା ପ୍ରିପାରେସନ ଅଫ ମ୍ୟାନୁଫାକ୍ଚରିଂ ଆଣ୍ଡ ଟ୍ରେଡିଂ ଆକାଉଣ୍ଟ। ଯଦି କିଛି ମ୍ୟାନୁଫାକ୍ଚରିଂ ୟୁନିଟ୍ ହେଇଥିବ, ତ ସେ ତାର କଷ୍ଟ ଜାଣିବା ପାଇଁ ମ୍ୟାନୁଫାକ୍ଚରିଂ ଆକାଉଣ୍ଟିଂ, ମ୍ୟାନୁଫାକ୍ଚରିଂ ଆକାଉଣ୍ଟ ବି କରିବ। ତାପରେ ଟ୍ରେଡିଂ ଆକାଉଣ୍ଟ, ଡାଇରେକ୍ଟ ଏକ୍ସପେନ୍ସେସ୍ କି ଇନକମ ଯାହା ହେଇଛି ଟ୍ରେଡିଂ ଆକାଉଣ୍ଟ ରେ ବନେଇବ। ତାପରେ କଣ କରିବ, ଫାଇନାncial ଷ୍ଟେଟମେଣ୍ଟ ରେ ପ୍ରଫିଟ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ, ଷ୍ଟେଟମେଣ୍ଟ ଅଫ ପ୍ରଫିଟ ଆଣ୍ଡ ଲସ୍ ଆଣ୍ଡ ବାଲାନ୍ସ ସିଟ୍ ପ୍ରିପେୟାର କରିବ, ଯୋଉଠି ଆମେ ଜାଣିପାରିବା ଆମ ପ୍ରଫିଟ ଆଣ୍ଡ ଲସ୍ କେତେ ହେଇଛି, ଆଉ ଆମ ଆସେଟ ଆଉ ଲାଇବିଲିଟିରେ କଣ ସବୁ ଚେଞ୍ଜେସ୍ ହେଇଛି, ଆମର ବିଜନେସ ର ପୋଜିସନ ଜାଣିପାରିବ ଫାଇନାncial ଷ୍ଟେଟମେଣ୍ଟ ରେ। ତାପରେ ଆସିଲା ଡବଲ ଏଣ୍ଟ୍ରି ସିଷ୍ଟମ। ଡବଲ ଏଣ୍ଟ୍ରି ସିଷ୍ଟମ କଣ କହୁଛି, ତ ପ୍ରଥମେ ଜାଣିଥିଲେ ଯେତେବେଳେ ବି ଯାହା ବି ଘଟୁ, ଆମର ଗୋଟେ ଜିନିଷ ଡେବିଟ୍ ହବ, ଗୋଟେ ଜିନିଷ କ୍ରେଡିଟ୍ ହବ। ମିନ୍ସ ଗୋଟେ ଜିନିଷ ଯିବ, ଗୋଟେ ଜିନିଷ ଆସିବ। ରିସିଭ ଗୋଟେ କରିବା, ପେମେଣ୍ଟ ଗୋଟେ କରିବା, ଗୋଟେ ଟ୍ରାଞ୍ଜାକ୍ସନ ପାଇଁ। ତ ଡବଲ ଏଣ୍ଟ୍ରି ସିଷ୍ଟମ ଇଜ ଏ ସିଷ୍ଟମ ଇନ ହୁଇଚ ଇଚ ଟ୍ରାଞ୍ଜାକ୍ସନ ହାଭ୍ ଟୁ ଫୋଲ୍ଡ ଆସ୍ପେକ୍ଟ। ଟୁ ଫୋଲ୍ଡ ହେଲା ଏଠି ଯେତେବେଳେ ଗୋଟେ ଜିନିଷ ଯାଉଛି, ଗୋଟେ ଜିନିଷ ଆସୁଛି, କିଛି ପେମେଣ୍ଟ କରୁଛେ, କିଛି ରିସିଭ ବି କରୁଛେ, ତ ଟୁ ଫୋଲ୍ଡ ଆସ୍ପେକ୍ଟ ହେଇଗଲା। ଫର ଇଚ ଟ୍ରାଞ୍ଜାକ୍ସନ ଦେयर ଇଜ ଏ ଡେବିଟ୍ and a credit। The total debit amount must be equal to total credit amount। ସେଇ ଇକ୍ୱାଲ ଟାକୁ ଆମେ ଚେକ୍ କରିବା ପାଇଁ, ଇକ୍ୱାଲ ଟାକୁ ଆମେ ଟ୍ରାଏଲ ବାଲାନ୍ସ ବନଉଛେ। ତ ଯେତିକି ଆମାଉଣ୍ଟ ଆମର କ୍ରେଡିଟ୍ ହବ, ସେତିକି ଆମାଉଣ୍ଟ ଆମର ଡେବିଟ୍ ବି ହେଇଥିବା ଦରକାର। ତାପରେ ଆସିଲା ରୁଲ୍ସ ଅଫ ଡେବିଟ୍ ଆଣ୍ଡ କ୍ରେଡିଟ୍। ଏଠି ଆମର କିଛି ରୁଲ ଅଛି। ଓକେ, ଦିସ୍ ଗୋଲ୍ଡେନ ରୁଲ ଆମେ କହିପାରିବା।
ତମ ଡେବିଟ୍ ଆଉ କ୍ରେଡିଟ୍ ଜାଣିବା ପାଇଁ ଆମର କିଛି ରୁଲ୍ସ ଅଛି। ତ ଆସେଟ୍ ଆଣ୍ଡ ଏକ୍ସପେନ୍ସେସ୍ ରେ କଣ ହଉଛି, an increase is recorded as debit। ଯେତେବେଳେ ଆମର କିଛି ଜିନିଷରେ ଇନକ୍ରିଜ ହଉଛି ଆସେଟ୍ ଆଉ ଏକ୍ସପେନ୍ସେସ୍ ରେ, ଯଦି କିଛି ଇନକ୍ରିଜ ହଉଛି ତାହେଲେ ସେଟା ଡେବିଟ୍ କରିବା। ଓକେ। ଆଉ ଯେତେବେଳେ କିଛି ଆସେଟ୍ ଆଉ ଏକ୍ସପେନ୍ସେସ୍ ରେ କିଛି ଡିକ୍ରିଜ ହଉଛି ଆମେ ତାକୁ କ୍ରେଡିଟ୍ କରିବା। ଏ ଡିକ୍ରିଜ ଇନ୍ ରେକର୍ଡେଡ ଆଜ କ୍ରେଡିଟ୍। ସେମିତି ଲାଇବିଲିଟି, ଇକ୍विଟିଜ ଆଣ୍ଡ ରେଭିନ୍ୟୁ କେସ୍ ରେ କଣ ହଉଛି, ଯେତେବେଳେ କିଛି ଇନକ୍ରିଜ ହଉଛି ଆଣ୍ଡ ଇନକ୍ରିଜ ଇଜ ରେକର୍ଡେଡ ଆଜ କ୍ରେଡିଟ୍ ଆଣ୍ଡ ଭାଇସ୍ ବର୍ସା। ଆସେଟ୍ ଏକ୍ସପେନ୍ସେସ୍ ପାଇଁ ଯାହା ହଉଛି ଲାଇବିଲିଟି, ଇକ୍विଟିଜ ଆଣ୍ଡ ରେଭିନ୍ୟୁ ପାଇଁ ତାର ଭାଇସ୍ ବର୍ସା, ମାନେ ତାର ଓଲଟାଟା ହବ। ତ ଏ ଡିକ୍ରିଜ ଇଜ ରେକର୍ଡେଡ ଆଜ ଡେବ୍ଟ। ଓକେ। ତାପରେ ଆସିଲା କ୍ଲାସିଫିକେସନ ଅଫ ଆକାଉଣ୍ଟ। ଆଉ କ୍ଲାସିଫିକେସନ ଆକାଉଣ୍ଟ ଆମର ଦି ଟାଇପ ର ହେଇଯାଇଛି। ଗୋଟେ ହଉଛି ଗୋଟେ ପର୍ସନାଲ ଆକାଉଣ୍ଟ ହେଇପାରିବ, ଗୋଟେ ଇମ୍ପର୍ସନାଲ ଆକାଉଣ୍ଟ ହେଇପାରିବ। Personal account can further divided into three types. Natural person account, ଯୋଉଟା naturally means ରାମ ଶ୍ୟାମ ଯିଏ ବି। artificial person account, ଯୋଉଟା କି ଆମେ କମ୍ପାନୀ କ୍ରିଏଟ କରୁଛେ କି ଫାର୍ମ କ୍ରିଏଟ କରୁଛେ, ତ ପର୍ସନ ଅଛନ୍ତି ତ artificial, ତ personal account ରେ ପଳାଉଛି artificial personal account। ତାପରେ representative personal account, ଏଇଟା ବି ସେମିତି କିଛି ଆମର ଯୋଉ ଆକ୍ରୁ ହେଇଛି କି ଆରେଜ ହେଇଛି ପଇସା ଆମେ ଦେଇନେ କି ଆମେ କିଛି ପାଇବାର ଅଛି, ଏଇଟା representative personal account ରେ ପଳେଇ ଆସିବ। ଆମେ ଗୋଟେ ଗୋଟେ ପଢିବା। ତାପରେ ଆସିଲା ଇମ୍ପର୍ସନାଲ। ଇମ୍ପର୍ସନାଲ କଣ କହୁଛି କି real account ଆଉ nominal account। Real account further divided into two types like tangible real account, intangible real account। ଆଉ next ଆଉ ଗୋଟେ ସେକେଣ୍ଡ ହେଲା nominal account। ଆମେ one by one ପଢିବା। ଦେଖ ଫାର୍ଷ୍ଟ ଆସିଲା personal account। personal account କଣ କହୁଛି, personal account is the account which is related to person। ରାମ ହରି ଯିଏ ବି ସେ କହିଲା person। ତ it is divided into three types: natural personal account, artificial personal account ଆଉ ଗୋଟେ representative personal account। ଦେଖ ଗୋଟେ ଗୋଟେ ଆମେ ପଢିବା। First is the natural personal account. The person who are created by nature is called natural personal account। କହୁଛି ନେଚର ଦ୍ଵାରା ଯୋଉମାନେ ତିଆରି ହେଇଛନ୍ତି, ଆମେ ନେଚର ଦ୍ଵାରା ତିଆରି ହେଇଛେ, ଗଡ ଆମକୁ କ୍ରିଏଟ କରିଛନ୍ତି। ତ ନ୍ୟାଚୁରାଲି ଆମେ ପ୍ରାକୃତିକ ଭାବେ କ୍ରିଏଟ ହେଇଛେ, ତ ଆମେ ହେଲେ ନ୍ୟାଚୁରାଲ ପର୍ସନାଲ ଆକାଉଣ୍ଟ। ଗୋପାଳ, ହରି, ରାମ, ଶ୍ୟାମ ଯାହାବି। ନେକ୍ସଟ ଆସିଲା ଆମର ଆର୍ଟିଫିସିଆଲ ପର୍ସନାଲ ଆକାଉଣ୍ଟ। ଆର୍ଟିଫିସିଆଲ ପର୍ସନାଲ ଆକାଉଣ୍ଟ ରେ କଣ କହୁଛି, ଆକାଉଣ୍ଟ relating to those who are not person but law recognizes them as person। it is artificially created under law। law ଦ୍ଵାରା ଯୋଉ ସବୁ ପର୍ସନ ଆମର କ୍ରିଏଟ ହେଇଥାନ୍ତି, ଯୋଉମାନେ କି ଆମର କମ୍ପାନୀ ହଉ କି ଫାର୍ମ ହଉ, ଏଲଏଲପି କି ଆମର ଯୋଉ ଆମର ଅଛନ୍ତି ଏଫବିଆଇ, ଓକେ, ଜୁଡିସିଆଲ ପର୍ସନ ଯୋଉମାନେ ଅଛନ୍ତି, ସେ ସବୁ ଆମର କି କୋଉ ଟ୍ରଷ୍ଟ ହଉ କି ନନ୍ ପ୍ରଫିଟ ମେକିଂ ଅର୍ଗାନାଇଜେସନ ହଉ, ସେ ସବୁ ଆମର ଲ ଦ୍ଵାରା କ୍ରିଏଟ ହେଇଛନ୍ତି। ତ ସେମାନେ ହେଲେ ଆର୍ଟିଫିସିଆଲ ପର୍ସନାଲ ଆକାଉଣ୍ଟ। ଯେମିତି ବ୍ୟାଙ୍କ ହଉ, ବ୍ୟାଙ୍କ ଗୋଟେ ଇନଷ୍ଟିଟ୍ୟୁସନ, ଇଣ୍ଡଷ୍ଟ୍ରିଜ, ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ, ଏସବୁ ହେଲେ ଆର୍ଟିଫିସିଆଲ ପର୍ସନାଲ ଆକାଉଣ୍ଟ। ଓକେ। ତାପରେ ଆସିଲା ରିପ୍ରେଜେଣ୍ଟେଟିଭ ପର୍ସନାଲ ଆକାଉଣ୍ଟ। ଏଥିରେ କଣ କହୁଛି, when a nominal account is prefix or suffix with outstanding or prepaid then it is called as representative personal account। ଏଇଟା କଣ କହୁଛି, ଦେଖ ଆମକୁ ସାଲାରୀ ଏ ବର୍ଷର ଆମର 1,00,000 ଟଙ୍କାର ସାଲାରୀ ହେଇଛି, ଆମେ କେତେ ପେମେଣ୍ଟ କରୁଛେ, ଆମେ 50,000 ପେମେଣ୍ଟ କରୁଛେ। ଆମକୁ କେତେ ପେମେଣ୍ଟ କରିବାର ଅଛି, 50,000। ତ 50,000 ଟା ଆମେ ବୁକ୍ କରିବା କି ଆମର ଗୋଟେ ଆଉଟଷ୍ଟାଣ୍ଡିଂ ସାଲାରୀ ଅଛି, ଲାଇବିଲିଟି ଅଛି, ଆମକୁ ଗୋଟେ ପେମେଣ୍ଟ କରିବାର ଅଛି କି ସର୍ଫିକ୍ସ ହେଇଛି। ଆମକୁ ରେଣ୍ଟ ଟା, ଆମର ବର୍ଷକ ରେଣ୍ଟ ଟା ଆମେ କଣ କରୁଛେ, ବର୍ଷକର ରେଣ୍ଟ ହଉଛି ଆମର 60,000। ତ ଆମେ କଣ କରୁଛେ, ଆଡଭାନ୍ସ ରେ ଆଉ 6 ମାସର ଆଉ 30,000 ଦେଇଦେଇଛେ, 90,000 ଦେଇଛେ। ତ ଆମେ କଣ କରୁଛେ, ରେଣ୍ଟ ଟାକୁ ଅଧିକ ପେମେଣ୍ଟ କରୁଛେ, ତ ପ୍ରିପେଡ ରେଣ୍ଟ, ଓକେ, ଯୋଉଟା କି ଆମେ ଆଗୁଆ ପେମେଣ୍ଟ କରିଦେଇଛେ। ତ ରିପ୍ରେଜେଣ୍ଟେଟିଭ ପର୍ସନାଲ ଆକାଉଣ୍ଟ ରେ କଣ କହୁଛି, ଯୋଉଟା କି ଆମେ ଆମର କିଛି ପଇସା ଆଉଟଷ୍ଟାଣ୍ଡିଂ ଥିବ କି ଆମେ ଆଗୁଆ ପେମେଣ୍ଟ କରିଛେ, ଆଡଭାନ୍ସ ପେମେଣ୍ଟ କରିଦେଇଛେ, ରିପ୍ରେଜେଣ୍ଟେଟିଭ ପର୍ସନାଲ ଆକାଉଣ୍ଟ ରେ ପଳେଇ ଆସିବ। ତାପରେ ଆସିଲା ଇମ୍ପର୍ସନାଲ ଆକାଉଣ୍ଟ। ଇମ୍ପର୍ସନାଲ ଆକାଉଣ୍ଟ କଣ କହୁଛି, the accounts which is not personal is called as impersonal। ଫାର୍ଷ୍ଟ ପଢିଲେ ପର୍ସନାଲ ଆକାଉଣ୍ଟ ରେ ଆମର ତିନିଟା ଆସିଗଲା। ଓକେ, ପର୍ସନାଲ ଆକାଉଣ୍ଟ ରେ କଣ ଆସିଲେ, ନ୍ୟାଚୁରାଲ ପର୍ସନାଲ ଆକାଉଣ୍ଟ, ଆର୍ଟିଫିସିଆଲ ପର୍ସନାଲ ଆକାଉଣ୍ଟ ଆଉ ରିପ୍ରେଜେଣ୍ଟେଟିଭ